ପାଠୋତ୍ସବ ପରେ ଶେଷ ସ୍ପର୍ଶ ଦେବେ ଆମର ପ୍ରିୟ ହର ଭାଇ। ମୁଁ ଅଧିକ ସମୟ ନେଉନି, ଏବେ ଅନୁରୋଧ କରୁଛି ଭଉଣୀ କମଳ କୁମାରୀ ଦାସଙ୍କୁ କାର୍ଯ୍ୟକ୍ରମକୁ ଆଗେଇ ନେବେ। ଭଉଣୀ। ସହାୟକ କାମଦେବଙ୍କର ଯୋଉ 5ଟି ସ୍ୱର ଅଶୋକ ଅରବିନ୍ଦ, ଅଶୋକ ଫୁଲ, ଅରବିନ୍ଦ ପଦ, ଚୁତଞ୍ଚ ନବଚ୍ୟୁତ ଆମ୍ବ ବଉଳ, ନବମଲ୍ଲିକା ନୂଆ କରି ପ୍ରସ୍ଫୁଟିତ ହେଇଥିବା ଏବେ ଯୋଉ ମଲ୍ଲି ଫୁଲ ଫୁଟିବ, ନୀଳୋତ୍ପଳ ତାପରେ ନୀଳ କହି ନୀଳୋତ୍ପଳଞ୍ଚ ପଞ୍ଚେତ ପଞ୍ଚବାଣସ୍ୟ ସହାୟକ। କାମଦେବଙ୍କର ପଞ୍ଚବାଣ ଅର୍ଥାତ୍ କାମଦେବଙ୍କର ଇଏ ହଉଛି ସହାୟକ ମାନେ ଧନୁ। ଏଇ ଧନୁରେ କାମଦେବ ଆଘାତ କରନ୍ତି, କିନ୍ତୁ କାମଦେବଙ୍କର ଏଇ ଫୁଲର ଧନୁରେ ବା ଫୁଲର ଶରରେ ସେ ଯୋଉ ଆଘାତ କରନ୍ତି, ସେ ଆଘାତ ଅସ୍ତ୍ରର ଆଘାତ ଠାରୁ ବହୁତ ବେଶୀ, ବହୁତ ପୀଡ଼ା ଦିଏ, ବହୁତ ଯନ୍ତ୍ରଣା ଦିଏ। ତେଣୁ ସେଇଭଳି ଆଘାତ ପାଇକିରି ଫୁଲ ଶରରେ ଆମର କବିମାନେ କିଭଳି ଆତ୍ମବିସ୍ମୃତ ହୋଇଛନ୍ତି, ଆତ୍ମନିମଗ୍ନ ହେଇଛନ୍ତି, କଣ କଣ ଦେଖିଛନ୍ତି, କିଭଳି ଭାବରେ ବସନ୍ତକୁ ଉପଭୋଗ କରିଛନ୍ତି, ଆସନ୍ତୁ ଆମେ ସେଇମାନଙ୍କ ଠାରୁ ଶୁଣିବା। ଆଜି ପ୍ରଥମ କବିତା ନେଇକିରି ଆସିଛନ୍ତି, ଭାଇ ଆରମ୍ଭ କରିବି ତ? ଆଜ୍ଞା ଦେଖ ଆରମ୍ଭ କରନ୍ତୁ। ବସନ୍ତ ବସନ୍ତ ଉପରେ ପ୍ରଥମ କବିତା ନେଇକିରି ଆସିଛନ୍ତି କବି ତରୁଣବାଳା ମହାପାତ୍ର। ତାଙ୍କର କବିତା ଶୀର୍ଷକ ହଉଛି ବସନ୍ତ ଆସିଛି ଫୁଲ ସବାରିରେ। ତେଣୁ ଫୁଲ ସବାରିରେ ବସନ୍ତ କେମିତି ଆସିଲା ସେ ବିଷୟରେ ତରୁଣପା ଯାହା ବର୍ତ୍ତମାନ ଆମକୁ ଶୁଣେଇବେ, ଆମେ ସମସ୍ତେ ଶୁଣିବା ଏବଂ ବସନ୍ତର ମାଦକତାରେ ଆମେ ମଧ୍ୟ ହଜିଯିବା। କବି ତରୁଣବାଳା ମହାପାତ୍ର, ମୁଁ ତାଙ୍କୁ ଅନୁରୋଧ କରୁଛି ସିଏ ବର୍ତ୍ତମାନ ତାଙ୍କର କବିତା ପାଠ କରିବେ। ଉପସ୍ଥିତ ସମସ୍ତ ସାରସ୍ୱତ ସାଧକ ସାଧିକାଙ୍କୁ ମୋର ଅନେକ ଅଭିନନ୍ଦନ, ଶୁଭେଚ୍ଛା ଏବଂ ଶୁଭକାମନା। ମୋର କବିତାର ଶୀର୍ଷକ ଆସିଛି ବସନ୍ତ ହସୁଛି ମହେ। ବସନ୍ତ ଆସିଛି ଫୁଲ ସବାରିରେ, ବସନ୍ତ ଆସିଛି ଫୁଲ ସବାରିରେ, ସଂଯୋଗରେ ହସ ଖୁସି, କବିତା ଆବୃତ୍ତି କରିବା ଆସନ୍ତୁ, ଆନନ୍ଦ ଉଲ୍ଲାସେ ମିଶି, ଆନନ୍ଦ ଉଲ୍ଲାସେ ମିଶି। ମଳୟ ପବନ ବାରତା ବାଣ୍ଟୁଛି, କୋଇଲିର କୁହୁ ତାନେ, ଆମ୍ବ ବଉଳରେ ମହକେ ମେଦିନୀ, ଚାରୁଚିତ୍ର ଶୋଭାବନେ। ଉତ୍ତର ଦିଶାରୁ ସୁଲୁ ସୁଲୁ ବାହା, ମନରେ ଜଗାଏ ପ୍ରୀତି, ମନେ ଜାଳି ଦିଏ ପ୍ରେମର ପ୍ରଦୀପ, ହସ ଖୁସି ସୁଖ ଶାନ୍ତି। ରସାଳ ବୃକ୍ଷର ରମ୍ୟ କୁଟୀରରେ, ହଳଦୀ ବସନ୍ତ ରହି, ଖୋଜୁଛି ଅବାତା ଜୀବନ ସାଥୀକୁ, ବିରହରେ ଗୀତ ଗାଇ। ରଙ୍ଗର ପସରା ବସନ୍ତ ହାତରେ, ମନରେ ଅସରା ପ୍ରେମ, ଜଗତେ ବାଣ୍ଟୁଛି ଓଙ୍କାର ଧ୍ୱନି, ସୃଷ୍ଟି ହେବ ଅନୁପମ। ଗୋଟେ ପଦ ରହିଲା ବିଚ୍ଛେଦର ଦୁଃଖ ବୁଝେନି ବସନ୍ତ, ଏଟା ପଢିଛନ୍ତି? କେତେ ଗୁଡେ ମୁଁ କାଟି ଦେଇଛି କାହିଁକିନା ମୁଁ ବୋଲି ପାରିବିନି। ଆଚ୍ଛା ହଉ ଠିକ ଅଛି। ଥୁଣ୍ଟା ବୃକ୍ଷ ଠାରେ ନବ କିଶଳୟ, ଲହଡି ଭାଙ୍ଗୁଛି ପରା, ବସନ୍ତର ବାର୍ତ୍ତା ବାଣ୍ଟି ଦେଉଅଛି ସୃଜନୀର ଚିନ୍ତାଧାରା। କବି ଚେତନାରେ କାବ୍ୟ ମହକ ଲେଖନୀ ହୁଏ ଚଞ୍ଚଳ, ଶିଳାରେ ଫୁଟାଏ ଶତଦଳ ପଦ୍ମ ସରୋବରେ ଢଳ ଢଳ। ମେଲଣ ପଡ଼ିଆ ସଜ ହୋଇଲାଣି ଆସିବେ ଦୋଳ ଗୋବିନ୍ଦ, ଗୃହେ ଗୃହେ ବୋଲି ଅବିର ଖେଳିବେ, ମନେ ଭରିବେ ଆନନ୍ଦ। ପିଲାଠାରୁ ବୃଦ୍ଧ ମଜିବେ ହୋଲିରେ, ରଙ୍ଗୀନ ହେବ ହୃଦୟ, ଚତୁର୍ଦିଗେ ମହକିବ କୃଷ୍ଣ ପ୍ରୀତି, ବିଶ୍ୱ ହେବ ମଧୁମୟ। ରାଧାକୃଷ୍ଣଙ୍କର ମିଳନର ପର୍ବ ପୁରାଣେ ଅଛି ବର୍ଣ୍ଣନା, ଗୋପାଙ୍ଗନାଙ୍କର ହୃଦୟ ଫଗୁର ପ୍ରୀତି ହୋଇଥିଲେ କାହ୍ନା। ଦୋଳରେ ଦର୍ଶନ କଲେ ଗୋବିନ୍ଦଙ୍କୁ, ପୁନର୍ଜନ୍ମ ହେବ ନାହିଁ, ସେ ଦର୍ଶନ କରି ମୁକ୍ତି ପାଇଯିବା, ସେ ଦର୍ଶନ କରି ମୁକ୍ତି ପାଇଯିବା, ପୁରାଣ କଥାକୁ ଧ୍ୟାଇ, ପୁରାଣ କଥାକୁ ଧ୍ୟାଇ, ପୁରାଣ କଥାକୁ ଧ୍ୟାଇ। ଜୟ ଜଗନ୍ନାଥ, ସମସ୍ତଙ୍କୁ ଧନ୍ୟବାଦ। ଧନ୍ୟବାଦ କବି ତରୁଣବାଳା ମହାପାତ୍ର। ମୋର ପ୍ରିୟ ତରୁଣପା, ତାଙ୍କର କବିତାରେ ବହୁତ କେତେ ଗୁଡେ ଚମତ୍କାର ଲାଇନ ଥିଲା, ସେ ମତେ ବିଭୋର କରିଛି। ଶିଳାରେ ଫୁଟାଏ ଶତଦଳ ପଦ୍ମ ସରୋବରେ ଢଳ ଢଳ, କି ସୁନ୍ଦର ଲାଇନ। ଶିଳାରେ ଫୁଟାଏ ଶତଦଳ ପଦ୍ମ ସରୋବରେ ଢଳ ଢଳ,
ଶେଷରେ କବି ବସନ୍ତର ବର୍ଣ୍ଣନା ପରେ ପରେ ଶେଷରେ ଆସିଛନ୍ତି ରାଧାକୃଷ୍ଣଙ୍କର ପ୍ରେମ ବର୍ଣ୍ଣନା କରିଛନ୍ତି ଏବଂ ରାଧାକୃଷ୍ଣଙ୍କ ପରେ ପ୍ରେମ ବର୍ଣ୍ଣନା ପ୍ରସଙ୍ଗରେ ଭଗବତ ଚିନ୍ତନ ଆସିଛି, ଯାହାକି ସବୁ କବିତାର ଶେଷରେ ପ୍ରାୟ ଭଗବତ ଚିନ୍ତନ ଅଛି। ଏବଂ ତରୁଣ ବାପାଙ୍କର କବିତାରେ ଶେଷକୁ ସେ ପୃଥିବୀ ପାଇଁ ଶାନ୍ତି, ମୈତ୍ରୀ ଏବଂ ପ୍ରୀତିର ସନ୍ଦେଶ ନେଇକରି ଆସିଛନ୍ତି। ତେଣୁ ଜଗତର ହିତ କାମନା କରିଛନ୍ତି, ମଙ୍ଗଳ ବିଧାନ କରିଛନ୍ତି। ତେଣୁ ତାଙ୍କୁ ଅନେକ ଅନେକ ଧନ୍ୟବାଦ। यार परवर्ती कवि आमर आसवे फगुणे बसंत नहीं कान्हूचरण पाणिग्राही। कान्हू भाई आसवे, तांकर कविता है फगुणे बसंत। बर्तमान मु कान्हू भाई के अनुरोध करुच्ची कान्हूचरण पाणिग्राही से तांकर कविता पाठ करेंगे। कवि कान्हूचरण पाणिग्राही। शुभिला कि शुभुची? हाँ हाँ शुभुची आज्ञा। हाँ आज्ञा, मोर समस्त को सारस्वत प्रणाम। मोर कवितार शीर्षक फगुणे बसंत। आसिला बसंत शीत हेला सत, शीत कषण सरिला, जागी उठे प्रेम तेजी अहं भाव मधुमग्ना हेब धरा। शीत हासे क्रमे उत्ताप आसई, पवन करे मोहित, फगुणर फगु अभिसारे भरा, धरा को आसे बसंत। बसंत आसीछि धराकू ओह्लाही, आह्लादित करी मही, धूसर धरणी स्वर्ण आलोकरे, हृदय पुलक जगाई। प्रकृति राणी सजेई हेलाणी बसंत स्वागत पाई, पलास उल्लास चहटी जाउछि प्रीतिर फगुण नेई। रंगमय स्वप्न बुणे मधुगीति, बीतरे परम प्रीति, आवेगर मुग्ध अनुरागे भरे, पुलकित मधुरक्ति। ऋतुराज बसंतर जादू करी लावण्य सुषमा आभा, धरारे संचरित भितरे प्रीति फगुण पराग शोभा। भावर अमीय रसे कृष्ण चूड़ा, खिली खिली हस धारे, बसंतर काउरी परसे बासे, सृष्टि चारुधारा परे। बसंत वर्ण विवाह की मनोलिभा, बसंत वर्ण विवाह की मनोलोभा, पल्लवित सबु जिमा, आम्र कुंजे कोइलीर मधुस्वन, बौलर माधुरीमा। फगुण रंगे रंगायित प्रकृति, देह मन जाए खेली, प्रेमर पुलक मधुर प्रशांति, प्रीतिर मधुर बाणी। बसंतर अभिसारिका पसरा, मधुर श्रृंगार भरे, फूल सबारी रे आसई फगुण, मोही कोमल गांधारे। दोले दोलायित श्री राधा गोविंद, खेलिबे होरी श्री हरि, महकित हेब सृष्टिर सृजन, प्रेम करुणा प्रसारी। चिन्मय परमानंद बंशीधारी, प्रेमर अमीय छंदे, अबीर बिंचिबे स्नेह अनुरागे, पुलकित अनुबंधे। आत्मविभोर मनीष भूली जाए बसंतर मादकता, ऋतुचक्र अनियमतारे, बसंते ग्रीष्म उष्मता। सदा गतिशील ऋतुचक्र परा, बदले जीवन धारा, बसंत अभिलाष प्रीति चित्रपट, रही थाए अपासरा। धन्यवाद। कान्हू भाई की बहुत बहुत धन्यवाद। मु तो मझे मझे ग्रुप देखे कान्हू भाई गोटे गोटे कविता पोस्ट करती, विजयलक्ष्मी बापा पोस्ट करती, आउ बोधे प्राय कहीं आम पोस्ट करूना, किंतु कान्हू भाई सदाबेले लेखा लेखि जारी रखिछंती। तांकर कविता मध्ये अति चमत्कार कविता है, शब्द संयोजना बढ़िया। किंतु भाई जदि अनुमति देबे मु टिके ताको कविता केते गुडे लाइन सजाड़िबा पई चिंता करिछि। हाँ कहतु। पंचम पद आपनकर सेटा गोटे पद हाँ ऐड भौणी करछन। सेटा पर करिवे, नला हमर समय भीतर हबनी। सेटा ठीक अछि पर कथा है, ताको सहित कथा है। भाई गोटे जोड़े खाली कहि सेटा देखाली। व्यक्तित्व भावे ताको सहित कथा है। ठीक अछि हो तार वर्ण हाँ तो अति सुंदर चमत्कार लाइन। तार वर्ण विवाह केड़े मनोलोभा, एते सुंदर सुंदर लाइन। आम्र कुंज बने पिक मधुस्वने, बढ़िया सुंदर सुंदर लाइन करछंती। शेषरे मध्य तांकर मध्य कवितारे सेया हेछि, आध्यात्मिक भाव भरी जाइछि। से बंशीधारींकर रंग पसरारे होली खेलिबार कथा मध्य उल्लेख करिछंती। स्नेह अनुराग धरारे बिंचिबार कथा कहिछंती।
କବିଙ୍କର ମଧ୍ୟ ସେଇ ସମାନ ପ୍ରଥମ କବିଙ୍କର ଯାହା ଶେଷ କାହ୍ନୁଭାଇଙ୍କର ଦ୍ୱିତୀୟ କବିଙ୍କର ମଧ୍ୟ ସେୟା ଆଧ୍ୟାତ୍ମିକ ଚେତନାର ମନ ତାଙ୍କର ପୁରି ଉଠିଛି। ବସନ୍ତରୁ ଯାଇକିରି ବସନ୍ତର ବର୍ଣ୍ଣ ବିଭାରେ ସେ ପ୍ରଭୁଙ୍କର କୃତିତ୍ୱକୁ ସେ ଦେଖିଛନ୍ତି, ପ୍ରଭୁଙ୍କର ସ୍ୱରୂପକୁ ସେ ଅନୁଭବ କରିଛନ୍ତି। ତେଣୁ ଅତି ଚମତ୍କାର କବିତା କାହ୍ନୁଭାଇଙ୍କର। ତେଣୁ ତାପରେ ଆସିବେ ପରବର୍ତ୍ତୀ କବି ମିତଣୀ ବଉଳଲୋ। କବି ହେଉଛନ୍ତି ପ୍ରଭାତ କୁମାର ନନ୍ଦ, ପ୍ରଭାତ ଭାଇନା। ସେ ମଧ୍ୟ ଅତି ସୁନ୍ଦର କବିତାଟିଏ ଲେଖିଛନ୍ତି। ବର୍ତ୍ତମାନ ଅନୁରୋଧ କରିବି ପ୍ରଭାତ ଭାଇନାଙ୍କୁ, ପ୍ରଭାତ କୁମାର ନନ୍ଦ, ସେ ତାଙ୍କର ବଉଳଲୋ କବିତାଟି ପାଠ କରିବେ। ପ୍ରଭାତ କୁମାର ନନ୍ଦ ଭାଇନା ଅଛନ୍ତି? ଅଛନ୍ତି ତ? ନା ନା, ମୋର ମ୍ୟୁଟ୍ ହେଇଛି। ହ୍ୟାଲୋ, ଶୁଣି ପାରୁଛନ୍ତି? ଶୁଣା ଯାଉଛି। ଭାଇନା ନାହାନ୍ତି କି? ପ୍ରଭାତ ଭାଇନା ନାହାନ୍ତି? ନାଇଁ ତାହେଲେ ଅଛନ୍ତି କିନ୍ତୁ କାହିଁକି ଥିଲେ ତ। ଯଦି ସେ ଟିକେ ବାଥରୁମ ଯଦି ଯାଇଥିବେ, ଆମେ ପରବର୍ତ୍ତୀ କବିତାକୁ ଯିବା। ଶୁଭେନ୍ଦ୍ର ଶେଖର ମିଶ୍ର, ପରବର୍ତ୍ତୀ କବି ଶୁଭେନ୍ଦ୍ର ଶେଖର ମିଶ୍ର। ତାଙ୍କର କବିତାରେ ଟିକେ ବସନ୍ତକୁ ଛାଡ଼ିକିରି ସେ ମହାଶିବରାତ୍ରିର ବର୍ଣ୍ଣନା କରିଛନ୍ତି। ସେ ମଧ୍ୟ ବସନ୍ତ ଋତୁର କଥା କହେ, ମହାଶିବରାତ୍ରି ଏଇ ସମୟର କଥା। ତେଣୁ ବର୍ତ୍ତମାନ କବି ଶୁଭେନ୍ଦ୍ର ଶେଖର ମିଶ୍ରଙ୍କୁ ମୁଁ ଅନୁରୋଧ କରିବି ସେ ମହାଶିବରାତ୍ରି କବିତାଟି ପାଠ କରିବେ। କବି ଶୁଭେନ୍ଦ୍ର ଶେଖର ମିଶ୍ର। ନମସ୍କାର। ବସନ୍ତ ଋତୁରେ ପଡୁଥିବା କେତୋଟି ପର୍ବ ଭିତରୁ ମହାଶିବରାତ୍ରି ଅନନ୍ୟ। ତା ଉପରେ ଗୋଟିଏ କବିତା ଲେଖା ହେଇଛି। ନା ନିଦ୍ରା ନା ସ୍ୱପ୍ନ ନା କାଳ ଗଣନା, ଜାଗ୍ରତ ଚେତନା ନିର୍ବିକଳ ଭାବନା, ଶ୍ୱାସରେ ମନ୍ତ୍ର ମନ୍ତ୍ରରେ ନାଦ, ନାଦେ ଲୀନ ହୁଏ ସମସ୍ତ ପ୍ରମାଦ। ଭସ୍ମ ନୁହେଁ ଏ ଧୂଳିର ଚିହ୍ନ, ଅହଂ ବିଲୟର ଅନ୍ତିମ ଲକ୍ଷଣ, ଲଲାଟେ ଲେଖା ଶୂନ୍ୟର ଶାସନ, ଶୂନ୍ୟ ପ୍ରକାଶେ ଶିବର ଶାସନ। ବିନ୍ଦୁ ଭାଙ୍ଗେ ଯେତେ ରୂପ ନାମ, ନାଦ ଧାରାରେ ଲୀନ ସର୍ବଧାମ, ଶବ୍ଦ ଛାଡ଼ିଲେ ଯେ ନିର୍ବାଣ ପଥ, ସେଠି ଶିବ ହିଁ ସର୍ବାର୍ଥ ସତ୍ୟ। ଜଟାରେ ଗଙ୍ଗା ବନ୍ଦୀ ନୁହେଁ ସେ ଚେତନା ଧାରା ସହସ୍ର ଧାରେ ବହେ, ଚନ୍ଦ୍ର କଳା ନୁହେଁ ସେ ଶୀତଳ ଆଭା, କାଳ ବିଷୟକ ଶାନ୍ତ ସଜ୍ଞା। ନୀଳକଣ୍ଠେ ବିଷ ଭୟର ଶେଷ, କରୁଣା ହୁଏ ଅନନ୍ତ ଦେଶ, ଯେ ପିଏ ଯନ୍ତ୍ରଣା ଜଗତ ପାଇଁ, ସେ ଶିବ ଅନ୍ୟ କେହି ନୁହେଁ କହି। ପାଣ୍ଡବ ନୃତ୍ୟ କାଳ ହରାଏ, ଦେଶ ଓ ଦିଗେ ଲୟରେ ଯାଏ, ନାଶ ନୁହେଁ ଏ ଧ୍ୱଂସର ଗୀତ, ଅବିଦ୍ୟା ଭଙ୍ଗର ଅମୃତ ରୀତ। ବେଲପତ୍ର ତିନି ନାଡି ତ୍ରୟ, ଇଡା ପିଙ୍ଗଳା ସୁଷମନାଲୟ, ତ୍ରୟ ଭାଙ୍ଗିଲେ ଏକତ୍ବ ଜ୍ଞାନ, ଶିବ ଶକ୍ତି ହୁଏ ଅଭିନ୍ନ ସ୍ଥାନ। ଶିବରାତ୍ରି ନୁହେଁ ତିଥି ନିୟମ, ଏ ଆତ୍ମାର ଗୁପ୍ତ ମହାଯୋଗ କ୍ଷଣ, ଯେ ଜାଗେ ଏହି ଶୂନ୍ୟ ନାଦେ, ସେ ନିଜେ ଶିବ କାଳକୁ ଛାଡେ। ଅତି ଚମତ୍କାର କବିତା ଏବଂ ଆଧ୍ୟାତ୍ମିକ ସହିତ ଅତି ଦର୍ଶନର ପରିପୂର୍ଣ୍ଣ ଭାବ ଏଥିରେ ପ୍ରମୁଦିତ ହେଇଛି। ବହୁତ ଭଲ ଲାଗିଲା କବିତାଟି ଭାଇଙ୍କର। ଭସ୍ମ ନୁହେଁ ମାନେ ଶିବଙ୍କର ବିଭିନ୍ନ ଲକ୍ଷଣକୁ ସେ ତାତ୍ତ୍ୱିକ ଭାବଧାରା ସହିତ ଯୋଡ଼ିଛନ୍ତି। ଭସ୍ମ ନୁହେଁ ଧୂଳିର ଚିହ୍ନ, ଅହଂ ବିଲୟର ଅନ୍ତିମ ଲକ୍ଷଣ। ମାନେ ଇଏ ଭସ୍ମ ନୁହେଁ ଧୂଳିର ଚିହ୍ନ, ଧୂଳିଟାକୁ ଶିବ ଯୋଉ ଦେହରେ ବଳି ହୁଅନ୍ତି, ଇଏ ଅହଂ ବିଲୟର ଅନ୍ତିମ ଲକ୍ଷଣ। ତାମାନେ ତାଙ୍କ ପାଇଁ ଧୂଳି ଯାହା ସୁବର୍ଣ୍ଣ ମଧ୍ୟ ସେୟା, ଦୁଇଟା ଜିନିଷ ଭିତରେ ସେ କିଛି ଫରକ ଶିବ ଦେଖନ୍ତି ନାହିଁ। ଅହଂ ବିଲୟର, ଅହଙ୍କାରର ଶେଷ କରିବାର ଇଏ ହଉଛି ଅନ୍ତିମ ପୁଣି ଲକ୍ଷଣ। ସଞ୍ଜନା ଟିକେ ସଂକ୍ଷିପ୍ତ କରିବେ। ଆପଣ ଆଜ୍ଞା ଆଗରୁ ଆଜ୍ଞା କହିବେ, ପରେ ଆଉ ତାକୁ ଆଉ ବିଶେଷ ଭାବରେ ମତାମତ ଦେବାଟା ଠିକ ହବନି। ଆଜ୍ଞା, ହଉ ପ୍ରଥମେ ଠିକ ଯାହା ଅଛି। କହିବା କଥା କହିବେ। ହଁ। ହଁ, ବେଲପତ୍ରର ତିନୋଟିକୁ ସେମିତି ଇଡା ପିଙ୍ଗଳା ସୁଷୁମ୍ନା ସହ ମଧ୍ୟ ସେ ତୁଳନା କରିଛନ୍ତି। ଆତ୍ମାର ମୋହା ଯୋଗକ୍ଷଣ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ତା ପରବର୍ତ୍ତୀ କବି ଆମର ଆସିବେ କବିତା ପୁସ୍ତକ, ରଚନା କରିଛନ୍ତି ହରିବଂଶ ରାୟ ବଚ୍ଚନ, ତାଙ୍କୁ ଅନୁବାଦ କରିଛନ୍ତି ବୀଣାପାଣି ସାହୁ। ବର୍ତ୍ତମାନ କବି ବୀଣାପାଣି ସାହୁଙ୍କୁ ମୁଁ ଅନୁରୋଧ କରୁଛି ସେ ତାଙ୍କର କବିତା ପାଠ କରନ୍ତୁ।
କବି ବୀଣାପାଣି ସାହୁ, ଅନୁବାଦିକା, ବିଶିଷ୍ଟ ଅନୁବାଦିକା ବୀଣାପାଣି ସାହୁ। ହଁ ନମସ୍କାର। 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 ଶୁଭୁଛି କହନ୍ତୁ। ଶୁଭୁଛି। ଯଦି ଜୀବନଟା ଏକ ପୁସ୍ତକ ହୁଅନ୍ତା ଆଉ କଣ ମିଳିବ? ସେଦିନ ଭଳି ଆଜି ବି ଭଏସ କଟି ଯାଉଛି, ଶୁଣି ହଉନି। ହଁ ଶୁଣି ସେ ଟିକେ ଟିକେ କଟି ଜାଗା ପରିବର୍ତ୍ତନ ହୁଏତ ଜୀବନଟା କରିଦେଲେ ଏଇଟା ସତରେ ନେଟ୍ ପ୍ରୋବ୍ଲେମ ହେଇଥିବ। ଦୂରରୁ ଏବେ ଶୁଣାଗଲା। ଡିଭାଇସ ସେ ଟିକେ ପାଖରେ ରଖିକିରି ଇଏ କର ତ, ଜାଗାଟା ଟିକେ ପରିବର୍ତ୍ତନ କରିକି ଦେଖନ୍ତୁ ତ, ଏବେ କଟି ଯାଉଛି। ଏଇ ଗୋଟିଏ ପୋଜିସନରେ ମୁହଁ ରଖିକି କୁହନ୍ତୁ। ପାଖକୁ ମୁହଁ ରଖିକି କଲେ ଭଲ ଲାଗେ। ମଝିରେ ଟିକେ ଶୁଭୁଛି, ପୁଣି କଟି ଯାଉଛି। ଠିକ ଅଛି, ମୋର ଛୋଟ ପୋଏମଟେ ମୁଁ ପଢି ଦଉଛି। କଣ ମିଳିବ ମତେ ଆଉ ହୃଦୟ କଣ ହରାଇବ, ଖୁସି ମିଳିବ ଆଉ ହୃଦୟ କେତେ କାନ୍ଦିବ, ଯଦି ଜୀବନଟା ସତରେ ହୁଅନ୍ତା। ଯଦି ଜୀବନଟା ସତରେ ଏକ ପୁସ୍ତକ ହୁଅନ୍ତା, ଯାହା ମତେ କନ୍ଦାଇଛି, ଚିରି ଦିଅନ୍ତି ମୁଁ ସେଇ କ୍ଷଣକୁ ଯାହା ମତେ କନ୍ଦାଇଛି, ପିବାକୁ ଚାହେଁ ସେଇ ପୃଷ୍ଠାକୁ ଯାଇଛି। ହିସାବ କରିପାରନ୍ତି ମୁଁ କିଛି ଆଉ କେତେ ଜିତିଛି, ହୋଇଥାନ୍ତା ସମୟ ସ୍ୱପ୍ନକୁ ପୁଣି ଆଶାରେ ସଜାନ୍ତି, କିଛି ସମୟ ପାଇଁ ମୁଁ ମଧ୍ୟ ହସନ୍ତି, ଯଦି ପୁସ୍ତକ ହୋଇଥାନ୍ତା। ନମସ୍କାର। ବୀଣାପାଣି ସାହୁଙ୍କର କବିତା ଅତି ଚମତ୍କାର କବିତା। ତା ଦେହରେ ସେ ଜୀବନ ଦର୍ଶନକୁ ଦେଖେଇଛନ୍ତି, ଭଙ୍ଗା ସ୍ୱପ୍ନକୁ ଆଶାରେ କେମିତି ସଜେଇ ହବ, କିଛି ସମୟ ପାଇଁ ହସନ୍ତି ଯଦି ଜୀବନଟା ପୁସ୍ତକ ହୁଅନ୍ତା। ସେ କିଛି ସମୟ ପାଇଁ ସବୁ ଦୁଃଖ ଯନ୍ତ୍ରଣାକୁ ଚିରିକିରି ଫିଙ୍ଗି ଦେବା ପାଇଁ ଏବଂ ସବୁ ଜିତିବାର ହିସାବ କରନ୍ତେ। ତେଣୁ ବହୁତ ଆଶାବାଦୀ ଅଛନ୍ତି, ଜୀବନକୁ ନେଇକି ନୂଆ ନୂଆ ଆଶା ପୋଷଣ କରିଛନ୍ତି। ତେଣୁ ବୀଣାପାଣି ସାହୁଙ୍କୁ ଅଶେଷ ଧନ୍ୟବାଦ। ତାପରେ ଆମେ ଯିବା ଆମର ପରବର୍ତ୍ତୀ କବି ଦନେଇ ଜେଜେ, କବି ବିଜୟ ଦାସ। ବିଜୟ ଦାସଙ୍କର କବିତା ଆମେ ଶୁଣିବା, ଦନେଇ ଜେଜେ। କବି ବିଜୟ ଦାସ, ଦନେଇ ଜେଜେ। ହ୍ୟାଲୋ ହ୍ୟାଲୋ ଆଜ୍ଞା ବିଜୟ ହ୍ୟାଲୋ ଭାଇ କୁହନ୍ତୁ। ହ୍ୟାଲୋ ଭିଡିଓଟା ହ୍ୟାଲୋ ଅନ୍ କରନ୍ତୁ ସାର୍, ଆଁ ଭିଡିଓଟା ଅନ୍ କରନ୍ତୁ। ଭିଡିଓ ହେଇଗଲା। ହ୍ୟାଲୋ ଆଜ୍ଞା ଶୁଭିଲା ମା? ଭଲ ଆଗରେ ଆଜ୍ଞା ଶୁଭୁଛି କୁହନ୍ତୁ। ଶୁଭୁଛି। ହଁ ଶୁଭ ସନ୍ଧ୍ୟା, ଜୟ ଜଗନ୍ନାଥ। ମୋର କବିତାର ଶୀର୍ଷକ ଏକ ଭିନ୍ନ ଧରଣ ସ୍ୱାଦର କବିତା, ଦନେଇ ଜେଜେ। କହ୍ନେଇପୁରର ଦନେଇ ଜେଜେ ସଜ ହୋଇ ବାହାରିଲେ, ନାଲି ଗାମୁଛାଟିଏ କାନ୍ଧରେ ପକାଇ ଆଖିରେ ଚଷମା ଦେଲେ, ଆମ୍ବ ତୋଟା ପାଖରେ ବସିଛି ହାଟ, ଆଣିବେ ପରିବା ପାନ, ବୁଢୀର ବରାଦ ତଟକା ମାଛ ଖାଇବାକୁ ଭାରି ମନ। ଏମୁଣ୍ଡୁ ସେମୁଣ୍ଡ ବୁଲିଲେ ହାଟେ, ସଜ ମାଛ ପାଇଲେନି, କଣ କରିବେ ଭାବିଲେ ବସି, ହାଟ ଧୀରେ ଭାଙ୍ଗିଲାଣି। ପାନ ବିଡାଟାକୁ କିଣିଲେ ଆଗ, ଦେଖିଲେ ପରିବା ଅମୂଲ ମୂଲ, ଶାଗ ଦୁଇ ବୁଡା ଧରିଲେ ହାତେ, ବୁଲି ବୁଲି କଲ ଭଲ। ଦୂରରୁ ଶୁଭିଲା ଶୁଖୁଆ ଡାକ, ମନ ହେଲା ଛନ ଛନ, ମାଛ ବଦଳରେ କାମ ଚଳିଯିବ, କିଣିରେ କରି ଯତନ। ପଖାଳ ସାଥିରେ ଶାଗ ଖରଡା, ତା ସାଙ୍ଗେ ଶୁଖୁଆ ପୋଡା,
କାଲି ଖାଇବାଟା ବେଶ ଜମିବ ଖୁସିରେ ଚାଲିଲେ ବୁଢା। ଫେରିବା ବାଟକୁ ଚାହିଁଛି ବୁଢୀ, ଘୋଟିଲାଣି ଅନ୍ଧକାର, ଏତେବେଳେ ଯାଏ କୁଆଡେ ଗଲେ ବୁଢୀ ମନ ହରବର। ଠକ୍ 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 ଶବଦ ଶୁଣି, ଠକ୍ ଠକ୍ ବାଡି ଶବଦ ଶୁଣି ଭାବିଲେ ଆସିଲେ ବୁଢା। ବୋହୂକୁ ଡାକିଲା ଡିବିରି ଆଣ, ହାତକୁ ପୁଟୁଳି ବଢା। ଖୁସି ହୋଇ ବୁଢୀ ଖୋଲି ଦେଖିଲା ଶୁଖୁଆ ଶାଗ ଓ ପାନ। ରାଗ ତମ ତମ ହୋଇ କହିଲା, ହେଲାଣି ମତି ବରମ। ଶୁଖୁଆ ଆଣିକି କହୁଛ ମାଛ, କଣ କହିବି କୁହ। ବ୍ରାହ୍ମଣ ଘରର ମହତ ଗଲା, ବାସିବ ଯେ ମହ ମହ। ଘରଣୀ କଥାରେ ରାଗିଲେ ଜେଜେ, କହିଲେ ଯିବିନି ମୋ ହାଟ ଆଉ। ଏତେ କଷ୍ଟ କରି ଆଣିଲେ ଖୋଜି, ଘରେ ବସି ରାଉ ରାଉ। ରାଗ କରି ବୁଢା ଶୁଖୁଆ ଟୁଙ୍ଗା ବାହାରେ ଫୋପାଡ଼ି ଦେଲା। ଭୁଆଁ ବିରାଡ଼ିଟା କେଉଁଠି ଥିଲା, ଝାମ୍ପି କରି ନେଇଗଲା। ଚମତ୍କାର କବିତା ଭାଇ, ଅନେକ ଅନେକ ଧନ୍ୟବାଦ ଆପଣଙ୍କୁ। এই କବିତାରେ ସେ ତାଙ୍କର ହାଟରୁ କଣ କଣ ଆଣିଛନ୍ତି ସେଇ କଥା ଏତେ ଖୋଜି ଖୋଜିକିରି ଶାଗ, ପାନ ଏବଂ ଶୁଖୁଆ ଦିଟା ଧରି ଆସିଛନ୍ତି। ମାଛ କିନ୍ତୁ ବରାଦ ଥିଲା। ତେଣୁ ବୁଢ଼ୀ ରାଗିବା ତ ସ୍ୱାଭାବିକ। ହାସ୍ୟରସାତ୍ମକ କବିତାଟିଏ, ବ୍ୟଙ୍ଗ ମାଧ୍ୟମରେ ସେ ସୂଚେଇ ଦେଇଛନ୍ତି କେମିତି ସାଧାରଣ ଘରେ ଲାଗେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଥା, କଳି ଝଗଡ଼ା, ଏ ନୀତିଦିନିଆ କଥାକୁ ସୂଚେଇଛନ୍ତି। ଚମତ୍କାର କବିତା ଭାଇ, ଧନ୍ୟବାଦ, ଅନେକ ଅନେକ ଧନ୍ୟବାଦ ଆପଣଙ୍କୁ। ତାପରେ ବସନ୍ତ ଋତୁର ବଡ଼ପଣ, ଶୁଭେନ୍ଦୁ କୁମାର ଦାସ। ଭାଇ ଶୁଭେନ୍ଦୁ କୁମାର ଦାସ ବର୍ତ୍ତମାନ କବିତା ପାଠ କରିବେ, ବସନ୍ତ ଋତୁର ବଡ଼ପଣ। ଶୁଭେନ୍ଦୁ କୁମାର ଦାସ, ବସନ୍ତ ଋତୁର ବଡ଼ପଣ। এটা ହାସ୍ୟରସାତ୍ମକ କବିତାଟିଏ। ଆଜ୍ଞା। ନମସ୍କାର, ଜୟ ଜଗନ୍ନାଥ। ବସନ୍ତ ଋତୁର ଆଗମନକୁ ନୂଆ କଥା ଭାଇ କୁହ। ସବୁ ବର୍ଷ ଆସିଥାଏ ଏ ବସନ୍ତ, କେବେ ହୁଏ ନାହିଁ ବନ୍ଦ। ବସନ୍ତ ଋତୁର ଅନୁଭୂତି ଆମ ସମସ୍ତଙ୍କ ପାଇଁ ଭିନ୍ନ। ଅନୁଭୂତି ଥାଏ ମୋର ବି କିଛିଟା ବସନ୍ତରେ ପ୍ରତିଥର। ଏ ବର୍ଷର ଗୋଟେ ବଡ଼ କଥା ମୁଇଁ ସେୟାର କରୁଛି ଏବେ। ଭାବୁଛି ଆପଣ ମୋ କଥା ଶୁଣିକି ବୋର ହେବେ ନାହିଁ କେବେ। ଏବେଠୁ 50 ବର୍ଷ ତଳେ ଆମେ ଇଞ୍ଜିନିୟରିଂ ପାସ୍ କଲୁ। ୟୁସି ହଷ୍ଟେଲରେ 5 ବର୍ଷ ରହି କେତେ ସାଙ୍ଗସାଥି ହେଲୁ। ସେ କଥାକୁ ମନେ ପକାଇ ଭାବିଲୁ ବିତିଗଲା 50 ବର୍ଷ। 50 ବର୍ଷରେ ହୋଇନାହିଁ ଦେଖା କେତେ କେତେ ସାଙ୍ଗ ସହ। ତେଣୁ ଚିନ୍ତା କଲୁ କାହିଁକି ଗୋଟିଏ ଫଙ୍କସନ କରିବା ନାହିଁ। ଶୁଣି ସାଙ୍ଗମାନେ ହୋଇଗଲେ ରାଜି ଗେଟ୍ ଟୁଗେଦର ପାଇଁ। ବୁର୍ଲାରେ ସମସ୍ତେ ମିଶିବା ପାଇଁ କି ହୋଇଗଲା ଦିନ ଠିକ। ଗୋଲ୍ଡେନ ଜୁବୁଲି ସେଲିବ୍ରେସନ ଇଏ ୟୁସି 76। ହୋଟେଲ ଗୋଟିଏ ପୁରା ବୁକ୍ ହେଲା, ନା ତାର ସିଲଭର ମୁନ୍। ହୋଟେଲ ରୁମ୍ ନିଅଣ୍ଟ ହେବାରୁ ହେଲା ଗେଷ୍ଟ ହାଉସ ବୁକ୍। କଟକ, ଭୁବନେଶ୍ୱର, ରାଉରକେଲା, ରାଞ୍ଚିରୁ ଆଉ ବି କଲିକତାରୁ ଜମା ହେଲେ ପିଲା ବରୋଦା, ବମ୍ବେରୁ, ଅହମ୍ମଦାବାଦ ଓ ଦିଲ୍ଲୀରୁ। ଶସ୍ତ୍ରୀକ ବୁର୍ଲାରେ ପହଞ୍ଚିଲେ ଯାଇ ସବୁତକ ବୁଢ଼ା ବୁଢ଼ୀ। ସାଙ୍ଗମାନଙ୍କର ବୟସ ଥିଲା ଯେ ମିନିମମ୍ 71। ଧଳା ଚୁଟି ଆଉ ବୁଢ଼ା ବୟସକୁ ଚିହ୍ନା ନ ପଡ଼ିଲେ କେତେ। କଳା ରଙ୍ଗ ବୋଳା ଚୁଟିବାଲା ପାଇଁ ଅସୁବିଧା ନୁହେଁ ସେତେ। ସାଙ୍ଗ ସାଙ୍ଗ ମଧ୍ୟ ପୂର୍ବ ପରି ଆମେ ନାଁ ଡକାଡକି ହେଲୁ। ୱାଇଫ ମାନଙ୍କୁ ଭଦ୍ରାମୀ ଦେଖେଇ ମ୍ୟାଡମ ବୋଲି ଡାକିଲୁ। ଯଦିଓ ଟି ସାର୍ଟ ସାଙ୍ଗରେ ମିଳିଲା ନାଁ ଲେଖା ଥିବା ମୋମେଣ୍ଟୋ। କଲେଜକୁ ଦେଖି ପଡ଼ିଗଲା ମନେ ପରୀକ୍ଷା ଆଉ ସେ କଷ୍ଟ ପାଠ। 2-3 ଦିନ କଟିଗଲା କ୍ଷଣେ ଜଣା ନ ପଡ଼ଇ ଦିନ। ମଜା ମଜଲିସ ବୁଲାବୁଲି ସହ ଏଣ୍ଟରଟେନମେଣ୍ଟ ପ୍ରୋଗ୍ରାମ। ବିଦାୟ ବେଳକୁ ଆସିଗଲା ଲୁହ, ମନ ହେଲା ଅସ୍ତବ୍ୟସ୍ତ। ଏମିତି ଲାଗିଲା ଯେମିତି ଯାଉଛୁ ବାପ ଘରୁ ଶାଶୁ ଘର। ଫଙ୍କସନ ସାରିକି ବୁର୍ଲାରୁ ଫେରିଲୁ 3 ଦିନ ମଜା କରି। ବସନ୍ତ ଋତୁର ବଡ଼ପଣ ଏହା ସମସ୍ତଙ୍କୁ ଦିଏ ଖୁସି। ଯେମିତି ବସନ୍ତ ଋତୁଟି ଫେମସ, ସବୁ ଋତୁଠାରୁ ଶ୍ରେଷ୍ଠ, ସେମିତି ସଂଯୋଗ ଗ୍ରୁପଟି ଆମର ସବୁ ଗ୍ରୁପ ମଧ୍ୟ ବେଷ୍ଟ। ନମସ୍କାର, ଜୟ ଜଗନ୍ନାଥ। ଶୁଭେନ୍ଦୁ ଭାଇ ନମସ୍କାର, ଧନ୍ୟବାଦ ଆପଣଙ୍କୁ, ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ଫଗୁଣକୁ ଆପଣଙ୍କ ବ୍ୟାଚ୍ ମିଟ୍ ସହିତ ମିଶେଇ ଦେଇଛନ୍ତି। କେମିତି ଏତେ ବର୍ଷ ପରେ, 50 ବର୍ଷ ପରେ ବନ୍ଧୁମାନେ ଦେଖା ହେଲେ, ସମସ୍ତେ ଖୁସି ହେଲେ। ବସନ୍ତ ସହିତ ସମସ୍ତେ ମଧ୍ୟ ନିଜର ମାନେ ବିଭୋରପଣରେ, ବନ୍ଧୁତାର ବିଭୋରପଣରେ ସମସ୍ତେ ହଜିଗଲେ। ତା ଦେହରେ ସଂଯୋଗ ଗ୍ରୁପ କଥା ମଧ୍ୟ ଆଣିଛନ୍ତି, ଆପଣଙ୍କୁ ବାରମ୍ବାର ଧନ୍ୟବାଦ। ତାପରେ ମୁଁ ଡାକିବି କବି ମନୋରମା ମିଶ୍ର। ବସନ୍ତ ହାତରେ ବାର୍ତ୍ତା ତୁମକୁ। କବି ମନୋରମା ମିଶ୍ର।
ବସନ୍ତ ହାତରେ ବାର୍ତ୍ତା ତୁମକୁ। ଶୁଭୁଛି? ଶୁଭୁଛି। ମୋର କବିତାଟା ଛନ୍ଦ କବିତା, ତେଣୁ ଗୋଟେ ରାଗରେ ଗାଇବି, ସ୍ୱର କରିବାକୁ ପଡିବ। ଗାଉଛି। ଶୀତ ଧୀରେ ଧୀରେ ଅପସରି ଯାଏ, ମହୁଲିଆ ଶୀତର ସକାଳେ, ସବୁଜ ଘାସରେ ଶିଶିର ବିନ୍ଦୁରେ ସୁନେଲି କିରଣ ସୂର୍ଯ୍ୟ ଢାଳେ, ସପ୍ତାଶ୍ୱବାହନ ତେଜ ବଳ ବିଜେ ବଳିୟାନ, ବସନ୍ତ ସକାଳେ ତୁମ ପାଦ ତଳେ ପ୍ରଣତି ବାଢୁଛି ହେ ତପନ, ଗଛୁ ପତ୍ର ଝଡ଼ି ତରୁ ମୂଳେ ପଡ଼ି ଶୋଇଛନ୍ତି ମାଟି ମାକୋଳରେ, ଝଡ଼ି ଯିବି ଦିନେ ପତର ସମାନେ, ଲୋଟି ଯିବି ମାଟିର ବକ୍ଷରେ, ପଲ୍ଲବିତ ହେବ ବୃକ୍ଷରେ ନୂଆ ପତ୍ର ଆସିବ, ମାତ୍ର ମାଟି ଦେହ ଛାଡ଼ି ଧାମ ଇହ, ନୂତନ ଶରୀର ପ୍ରାପ୍ତ ହେବ, ମଳୟ ପବନ କରେ ବିଚରଣ, ବହେ ସୁଲୁ ସୁଲୁ ଧରା ପରେ, ଦେଉନାହିଁ ଶାନ୍ତି ଦେଉନାହିଁ ପ୍ରୀତି, ପ୍ରାଣ ପ୍ରିୟ ମୋର ବହୁ ଦୂରେ, ରଙ୍ଗ ବେରଙ୍ଗର ଫୁଲ ମାନ ଫୁଟି ମନୋହର, ମୋର ସାଜ ନେଇ ରଙ୍ଗାୟିତ ହୋଇ, ଚେହେରା ତାଙ୍କର ଫର ଫର, ପିକ କୁହୁତାନ ଦହେ ତନୁ ମନ, ବକୁଳିତ ଆମ୍ବ ଡାଳେ ବସି, ନିର୍ମଳ ଆକାଶେ ମେଘମାଳ ଦେଶେ, ଝିଲିମିଲି ତାରା ଚନ୍ଦ୍ର ମିଶି, କାନେ କାନେ କୁହେ ତୁମ ବିନା ପ୍ରିୟା ଦୁଃଖ ସହେ, ଆସିବନି ଜାଣି ମାୟା ମୋହେ ପୁଣି, ତଥାପି କାହିଁକି ହୃଦେ ଦହେ, ବସନ୍ତ ହେ ତୁମେ ଛୁଁଛ ମରମେ, କିପରି ତୁମକୁ ବୁଝାଇବି, ତୁମେ ଦିଅ ବାର୍ତ୍ତା ମୋ ପ୍ରାଣ କରତା, ମନରେ ନାଚୁଛି ତାଙ୍କ ଛବି, କହିଦିଅ ତାଙ୍କୁ ଶାନ୍ତ କରିଦେବେ ମୋ ମନକୁ, ମିଛ ମାୟା ଭୁଲି ବିଭୁ ପାଦେ ଭାଳି, ମନ ସମର୍ପଣ କରିବାକୁ, ମିଛ ମାୟା ଭୁଲି ବିଭୁ ପାଦ ଭାଳି, ମନ ସମର୍ପଣ କରିବାକୁ। ଜୟ ଶ୍ରୀ ଜଗନ୍ନାଥ। ଧନ୍ୟବାଦ ଭଉଣୀ ମନୋରମା ମିଶ୍ର। ସେ ପ୍ରିୟାକୁ ସମ୍ବୋଧନ କରିକି ନ ଆସିବାର ପାଇଁ ଦୁଃଖ ବ୍ୟକ୍ତ କରିଛନ୍ତି, ପୁଣି ବସନ୍ତକୁ ଗୁହାରି କରିଛନ୍ତି ତାଙ୍କୁ ବାର୍ତ୍ତା ଦେବାକୁ, ମନ ବିଭୁଙ୍କୁ ସମର୍ପିତ କରିବା ପାଇଁ ମଧ୍ୟ ସେ କହିଛନ୍ତି। ବିଭୁଙ୍କୁ ସମର୍ପିତ କରିଦେଲେ ଏ ମାୟାବନ୍ଧନ ତୁଟିଯିବ ଏବଂ ତାଙ୍କର ସବୁ
ମାନେ ଦୁଃଖ ହରିଯିବ। ତେଣୁ ଧନ୍ୟବାଦ ମନୋରମା ଭଉଣୀ, ସୁନ୍ଦର କବିତାଟିଏ ଲେଖିଛନ୍ତି। ତାପରେ ଆସିବେ ଡକ୍ଟର ହେମନ୍ତ କୁମାର ଦାସ, ବସନ୍ତ କେମିତି ଆସିଛି। ତାଙ୍କର କବିତା ହେଲା ବସନ୍ତ କେମିତି ଆସିଛି। ଡକ୍ଟର ହେମନ୍ତ କୁମାର ଦାସ। ହେମନ୍ତ ଭାଇଙ୍କ ପରେ ଯଦି ହବ ପ୍ରଭାତ ଭାଇକି ଡାକିଦେବେ। ହେମନ୍ତ ଭାଇ ଆଜ୍ଞା ସେ ଜଏନ୍ କରିଗଲେଣି। ଆଜ୍ଞା ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର। ମୁଁ ଆଦୌ କବି ତ ନୁହେଁ, ଏ ସଂଯୋଗ ଆମକୁ ଗୋଟେ କବି ଆଖ୍ୟା ଦେଇଥିବାରୁ ମୁଁ ଭାରି ତାଙ୍କ ପ୍ରତି କୃତଜ୍ଞ, ସଂଯୋଗ ପ୍ରତି କୃତଜ୍ଞ। ହଉ, ଆଜିର ମୋର କବିତା ଯାହା ଲେଖିଛି, ବସନ୍ତ କେମିତି ଆସିଛି। ମୋ ମନରେ ବସନ୍ତ ଆସିବାର ଗୋଟେ ସନ୍ଦେହ ସୃଷ୍ଟି। ସମୟର ଋତୁଚକ୍ରେ ବଦଳାଇ ଋତୁ, ଗ୍ରୀଷ୍ମ ବରଷା ଆଉ ଏଇପରି ହେତୁ। ସମୟ ତ ଗଡ଼ି ଚାଲେ ଦିନ ପରେ ରାତି, କେଉଁ ଋତୁ କେତେବେଳେ ହୁଏ ଅବଗତି। ପୃଥିବୀର ପରିକ୍ରମଣ ଆଣେ ଏଇ ସ୍ଥିତି, ସେଥିରୁ ସୃଷ୍ଟି ଏଇ ଋତୁର ଅନୁଭୂତି। କାଳାଦି କାଳରୁ ଏହା ହୋଇଅଛି ନୀତି, ତାକୁ ବଦଳେଇବାର ଅଛି କାହା ଶକ୍ତି। 6 ଋତୁ ନିୟମଟା କେଉଁ କାଳେ ଥିଲା, ଗୋଟି ଗୋଟି କରି ଅନୁଭବ ହେଉଥିଲା। ଏବେ କାହିଁ ଗଲା ସେଇ ପୁରୁଣାର ସ୍ପର୍ଶ, ସବୁବେଳେ ତ ଅନୁଭବ ଗ୍ରୀଷ୍ମ ବର୍ଷା ଆଉ ଶୀତ। ଆମେ ସବୁ ଯେତେ ଅଛୁ ବରିଷ୍ଠ ନାଗରିକ, ଘରେ ବସି ଆମ ପାଇଁ ସଂସାର ଫରକ। ସୀମାବଦ୍ଧ ଅଞ୍ଚଳରେ ଆମେ ଯାତାୟାତ, ସେତିକିରେ ଯାହା ଆମ ହୁଏ ଅନୁଭୂତ। ଏହା ନୁହେଁ ବୃଦ୍ଧଙ୍କର ନୈରାଶ୍ୟର ବାଣୀ, ବସନ୍ତର ଆଗମନ ତ ଶୀତ ପରେ ଜାଣି। ପଳାଶ ଫୁଲ ଅବା ଆମ୍ବ ବଉଳ, ବାସ୍ନା ଆଜି ଦୂର, କାହିଁ କେଜାଣି ଏସବୁ ହଜିଗଲା ଏ ସଂସାର। ଋତୁଚକ୍ରେ ଯେତେ ସବୁ ଆସେ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ଦିଏ ତାକୁ ନୂଆ ସନ୍ଧାନ। ଘରେ ସବୁ ବସି ଆମର ଯାହା ଅନୁଭବ, ଚାଲ ସବୁ ପରଶିବା କବିତା ପାଠୋତ୍ସବେ। ଜୟ ଜଗନ୍ନାଥ, ନମସ୍କାର। ଧନ୍ୟବାଦ ହେମନ୍ତ ଭାଇ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ କବି ନୁହନ୍ତି କହିଲେ, କିନ୍ତୁ ଅତି ସୁନ୍ଦର କବିତାଟିଏ ରଚନା କରିଛନ୍ତି। କବିଙ୍କର କ୍ଷୋଭ ରହିଛି 3ଟି ଋତୁ ବର୍ତ୍ତମାନ ବିଲୁପ୍ତ ଯୋଉ ହେଇଯାଇଛି। ଆମେ 6 ଋତୁ କହିଲେ ମଧ୍ୟ ବା ଲେଖିଲେ ମଧ୍ୟ ପଢିଲେ ମଧ୍ୟ ପ୍ରକୃତରେ ବାସ୍ତବରେ 3ଟି ଋତୁ ଅନୁଭୂତ ହଉଛି ବୋଲି ସେ କହିଛନ୍ତି। ଏବଂ ଆଉ ଗୋଟେ କବିତାରେ ସେ କହିଛନ୍ତି, ଆମେ ଯେହେତୁ ସମସ୍ତେ ପରିଣତ ବୟସରେ ପହଞ୍ଚିଛେ, ତେଣୁ ଆମେ ବେଶୀ ଦୂରକୁ ଯାଇପାରୁନେ ବା ସୀମାବଦ୍ଧ ଆମର ଗତି ପ୍ରକୃତି ହେଲେ ମଧ୍ୟ ଏହା ମୋର ନୈରାଶ୍ୟ ବାଣୀ ନୁହେଁ ବା ବୃଦ୍ଧଙ୍କର ଏଇଟା ନୈରାଶ୍ୟ ବାଣୀ ନୁହଁ, ଏଇଟା ହଉଛି ସତ୍ୟ। ଆଉ ଏଇ ଋତୁଚକ୍ରର ଏଇ ଯୋଉ ଆବର୍ତ୍ତନର ଯୋଉ ବର୍ତ୍ତମାନ ଘଟିଛି ବିଳମ୍ବିତ ପ୍ରକ୍ରିୟା, ତାକୁ ସେଥିପାଇଁ ସିଏ ପରିବେଶ ପ୍ରଦୂଷଣକୁ ଦାୟୀ କରିଛନ୍ତି, ଯୋଉଟା କି ପ୍ରକୃତ କଥା। ପରିବେଶ ପାଇଁ ଆମେ ସମସ୍ତେ ସଚେତନ ହେବାକୁ ସେ ବାର୍ତ୍ତା ଦେଇଛନ୍ତି। ଧନ୍ୟବାଦ ଭାଇ ହେମନ୍ତ କୁମାର ଦାସ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ। ୟାପରେ ଆସିବେ ପ୍ରଭାତ କୁମାର ନନ୍ଦ, ବଉଳଲୋ, ତାଙ୍କର କବିତା ବଉଳଲୋ। ବଉଳର କବିତା ଆଣିକିରି ଆସିବେ ପ୍ରଭାତ କୁମାର ନନ୍ଦ। ପ୍ରଭାତ ଭାଇନାଙ୍କୁ ଅନୁରୋଧ କରୁଛୁ, ସେ ତାଙ୍କର କବିତା ପାଠ କରିବେ। ପ୍ରଭାତ ଭାଇନା। ପ୍ରଭାତ ଭାଇ ଅନମ୍ୟୁଟ୍ କରନ୍ତୁ, ସେ ସାମସଙ୍ଗ ହଁ ଆସିଗଲେଣି। ମିତଣିଲୋ, ହଁ ଆପଣ କବିତା ପଢନ୍ତୁ। ନା ଅନମ୍ୟୁଟ୍ କରନ୍ତୁ। ଆଗ ଅନମ୍ୟୁଟ୍ କରନ୍ତୁ, ଅନମ୍ୟୁଟ୍ କରନ୍ତୁ। ହଁ, ମ୍ୟୁଟ୍ ଅନମ୍ୟୁଟ୍ ଅଛନ୍ତି। କଲି। ହଁ ବର୍ତ୍ତମାନ କୁହନ୍ତୁ। ଆସିଲା। ଆଜ୍ଞା ଆଜ୍ଞା। ହଁ, ହଁ। ଏଟା ଗୋଟେ ଗୀତି କବିତା। ବଉଳଲୋ ତୋ କଥା ମନେ ପଡୁଛି, ବାରି ଆମ୍ବ ଗଛ ବଉଳ ପେନ୍ଥିରେ ତୋ ମୁହଁ ଦିଶି ଯାଉଛି। ବଉଳଲୋ ତୋ କଥା ମନେ ପଡୁଛି, ଉଦୁଦିଆ ଦିନ ଦିପହରେ ଆମ୍ବ ତୋଟାର ଛାଇ, ଘାସର ସେଜରେ କେତେ ପ୍ରଜାପତି ମନ ନେଉଥିଲେ ମୋହି। ଶୀତଳ ପବନ କୋଇଲିର ତାନ, ଶୀତଳ ପବନ କୋଇଲିର ତାନ, ସାଥିଲୋ ବୋଲି ନହୁଛି। ବଉଳଲୋ ତୋ କଥା ମନେ ପଡୁଛି, ଫଗୁଣ ମାସରେ
ରଙ୍ଗ ବୋଳା ବୋଳି କେତେ ଲୁଚି କାଳି ଖେଳ ଭିଜିଲା ପଣତ ଖସି ପଡୁଥାଏ ମାନୁଥ ନଥାଏ ବୋଲ ଆଖିରେ ଆଖିରେ କେତେ ଯେ ଇସାରା ଆଖିରେ କେତେ ଯେ ଇସାରା ପିରତି ଫୁଲ ଫୁଟିଛି ବଉଳଲୋ ତୋ କଥା ମନେ ପଡୁଛି କୋଖରୀ କୂଳରେ କଦମ୍ବ ମୂଳରେ କେତେ ଗୋଧୂଳି ଲଗନେ ଚାହିଁ ଚାହିଁ ତୋତେ ଚାତକ ପରାଏ ଆକୁଳେ ଲୁହ ଝରାଏ ଆଖି ଲୁହ ପୋଛି କୋଳେଇ ନେଉଲୋ ଆଖି ଲୁହ ପୋଛି କୋଳେଇ ନେଉଲୋ ସେ ପ୍ରୀତି ଭୁଲି ନହୁଛି ବଉଳଲୋ ତୋ କଥା ମନେ ପଡୁଛି ଶେଷ ପଦ ଯା ପଛେ ମତେ ଭୁଲିଲୋ ବଉଳ ସୁଖରେ ଥା ତୁ ରହି ଦୁଃଖର ଦରଦ କେବେ ହେନ ଶାଶୁ ତୋର ସାରା ଜୀବନ ପାଇଁ ରଙ୍କୁଣୀ ପରାଏ ତୋତେ ଦେଖିବାକୁ ରଙ୍କୁଣୀ ପରାଏ ତୋତେ ଦେଖିବାକୁ ନିରତେ ଚାହିଁ ରହିଛି ବଉଳଲୋ ତୋ କଥା ମନେ ପଡୁଛି ବାରି ଆମ୍ବ ଗଛ ବଉଳ ପେନ୍ଥିରେ ତୋ ମୁହଁ ଦିଶି ଯାଉଛି ବଉଳଲୋ ତୋ କଥା ମନେ ପଡୁଛି ବଉଳଲୋ ତୋ କଥା ମନେ ପଡୁଛି ଅତି ଚମତ୍କାର କବିତା ଭାଇନା ବଉଳଲୋ ତୋ କଥା ମନେ ପଡୁଛି କେତେ ସୁନ୍ଦର ସୁନ୍ଦର ଲାଇନ ଗୁଡେ ଲେଖିଛନ୍ତି ଫଗୁଣରେ ରଙ୍ଗ ଭଳି ହେବାର କଥା ସେ ଉଲ୍ଲେଖ କରିଛନ୍ତି ଲୁଚକାଳି ଖେଳ କଥା ଉଲ୍ଲେଖ କରିଛନ୍ତି ତାଙ୍କର ଅତୀତକୁ ସେ ଫେରିକିରି ଚାହିଁଛନ୍ତି ଆଖିର ଇସାରା ପ୍ରୀତିର ଫୁଲ ଫୁଟିଛି ଆଖି ଇସାରାରେ ପ୍ରୀତିର ଫୁଲ ଫୁଟିଛି ବଉଳକୁ ଚାହିଁ ଚାହିଁ ଆକୁଳେ ଲୁହ ଝରାଏ ରଙ୍କୁଣୀ ପରାଏ ତୋତେ ଦେଖିବାକୁ ନିରତେ ଚାହିଁ ରହିଛି କେଡ଼େ ସୁନ୍ଦର ଲାଇନ ରଙ୍କୁଣୀ ପରାଏ ତୋତେ ଦେଖିବାକୁ ତେଣୁ ସେ କହୁଛନ୍ତି ମୋର ସବୁ ଦୁଃଖ ଯାତନା ମୋର ହଉ କିନ୍ତୁ ତୁ ସୁଖରେ ଥା ଶେଷରେ ସେ ଏଇ ବନ୍ଧୁ ପାଇଁ ବଉଳ ପାଇଁ ଏତିକି ଆଶା ରଖିଛନ୍ତି ତେଣୁ ତୁ ତୋତେ ଦେହରେ କଣ୍ଟା ନ ଲାଗୁ ତୁ ଦୁଃଖୀ ହନା ମୁଁ ପଛେ ଦୁଃଖରେ ଥାଏ ପରବର୍ତ୍ତୀ କବି ଆମର ଆସିବେ ସଲିଳା ମହାନ୍ତି କବି ସଲିଳା ମହାନ୍ତି ତାଙ୍କର କବିତା ଗୋଟେ ଭିନ୍ନ ଧରଣର କବିତା ସ୍ଥିତପ୍ରଜ୍ଞ ତାଙ୍କର କବିତାର ଶୀର୍ଷକ ହେଉଛି ସ୍ଥିତପ୍ରଜ୍ଞ କବି ସଲିଳା ମହାନ୍ତି ତାଙ୍କୁ ଆମନ୍ତ୍ରଣ କରୁଛି ସେ କବିତା ପାଠ କରିବେ ତାପରେ ବିଭୂତି ଭାଇ ନାଇଁ ତାଙ୍କୁ ବୋଧେ ଆପଣ ସ୍କିପ୍ କରି ଯାଇଛନ୍ତି ତାଙ୍କ ଆଗରେ ନାଁ ଥିଲା ତାଙ୍କ ପରେ ଡାକିଦେବେ ଶୈଳା ଭଉଣୀଙ୍କ ପରେ ଡାକିଦେବେ ଆଚ୍ଛା ହଉ ହଁ ସଲିଳା ବିଭୂତି ମହାନ୍ତି ଜୟ ଜଗନ୍ନାଥ ସମସ୍ତଙ୍କୁ ମୋର ସାନ୍ଧ୍ୟକାଳୀନ ନମସ୍କାର ମୋର କବିତାର ଶୀର୍ଷକ ହେଲା ସ୍ଥିତପ୍ରଜ୍ଞ ମନରେ ବଣରେ ଫୁଲରେ ଫଗୁଣରେ ଗଗନରେ ପବନରେ ମଳୟର ସୁମଧୁର ଗୁଞ୍ଜରଣ ଦିବ୍ୟ ଚେତନାରେ ପ୍ରତିଟି ପ୍ରାଣରେ ଚେତନାର ମିଟିଂରେ ଅଛି ମୁଁ ଟିକେ ପରେ କଲ୍ କରୁଛି ମନରେ ବଣରେ ଫୁଲରେ ଫଗୁଣରେ ଗଗନରେ ପବନରେ ମଳୟର ସୁମଧୁର ଗୁଞ୍ଜରଣ ଦିବ୍ୟ ଚେତନାରେ ପ୍ରତିଟି ପ୍ରାଣରେ ଚେତନାର ଉତ୍ତରଣ ଈଶ୍ୱରୀୟ ସତ୍ତାରେ ଦିବ୍ୟ ନାମ ଗାନରେ ଅରୁଣଣିତ ଗ୍ରାମ ଦାଣ୍ଡ ଫଗୁଣର ଫଗୁରେ ରଙ୍ଗେଇ ହୋଇ ବିମାନରେ ବିରାଜିତ ଚତୁର୍ଭୁଜ ଚୈତନ୍ୟ ବର୍ଣ୍ଣାଢ୍ୟ ଶୋଭାଯାତ୍ରାର ଅଗ୍ରଭାଗରେ ଜୈତ୍ର ପତାକା ଧରିଥିଲା ଜଣେ ସେ ଥିଲା ନିମି ନିର୍ମଳା ତିରିଶୋତୀର୍ଣ୍ଣା ଜୀର୍ଣ୍ଣ ବସ୍ତ୍ରାବୃତା ଶୀର୍ଣ୍ଣା ମହିଳା ନିର୍ମଳା ପିଠିରେ ତାର ବନ୍ଧା ହୋଇଥିଲା 13-14 ମାସର ସେଇ ଅର୍ଦ୍ଧଭୁକ୍ତ ଶିଶୁଟିଏ ଆଉ ରୁଗୁଣ ଜରାୟୁରେ ତାର ସ୍ପନ୍ଦିତ ହେଉଥିଲା ଅନ୍ୟ ଏକ ନୂତନ ସୃଷ୍ଟି ନିମି ପେଟେ ଚାଖଣ୍ଡକ ପାଇଁ କେବେ ସାଜେ ଦାଦନ ତ କେବେ ସାଜେ ଦୈନନ୍ଦିନ ଆଜି ସେ ଦୈନନ୍ଦିନ କେବେ ବହୁତଳ ପ୍ରାସାଦରୁ ଚଢେ ମସଲା କଡେଇ ମୁଣ୍ଡେଇ
ଆଜି କିନ୍ତୁ ସେ ଜୈତ୍ର ପତାକା ଧରି ଥକି ପଡିଛି। ହଁ, ବହୁତ ଥକି ପଡିଛି। ହଠାତ୍ ହଠାତ୍ ବିସ୍ମୟାଭୂତ ନିମି। ତା ଆଗରେ କିଏ? ତା ଆଗରେ ମଦନା, ତା ସନ୍ତାନର ପିତା। ତାରି ସନ୍ତାନର ପିତା 3-4 ମାସ ତଳୁ ଲାପତା ହୋଇଥିବା ମଦନା। ମଦନା ତା ସାମ୍ନାରେ ଉଭା ହୋଇଥିଲା। ନିମି ଅଣନିଶ୍ୱାସୀ ହୋଇ ଜାବୁଡି ଧରିଲା ମଦନାକୁ। ନିମି ଅଣନିଶ୍ୱାସୀ ହୋଇ ଜାବୁଡି ଧରିଲା ମଦନାକୁ। ଅତି ଆବେଗରେ କହିଲା, ନେ ରେ ମଦନା, ନେ ତୋ ପୁଅକୁ ନେ, ତୋ କୋଳକୁ ନେ, ତୋ ପୁଅକୁ ନେ, ତୋ କୋଳକୁ ନେ। ହେଲେ ମଦନା ସୁଧୁ ଜଳ ଜଳ କରି ଅନେଇଥିଲା। ସେ କେମିତି କାଖେଇବ ତା ପୁଅକୁ ବାବା? ସେ କେମିତି କାଖେଇବ ତା ପୁଅକୁ? ଏବେ ତ ତାର ମାତ୍ର ଗୋଟିଏ ହାତ। ଆଉ ଗୋଟିଏ ହାତ ତ ତା ମାଲିକର ଧାନ କଟା ମେସିନ ଭିତରେ। ନିମି ଚତୁର୍ଭୁଜ ଚୈତନ୍ୟଙ୍କ ସାମ୍ନାରୁ ଫେରି ପାଇଲା ତାର ଏକ ହାତ ଥିବା ଏଇ ଅତି ଆପଣାର ମଦନାକୁ। ସେ ବୁଝିଗଲା ଆଉ ମଦନା ଲାପତ୍ତା ହେବାର ନାହିଁ। ଆଉ ମଦନା କେବେ ଲାପତ୍ତା ହେବାର ନାହିଁ। ତା ଆଗରେ ତିନିଟା ପେଟର ଦାୟିତ୍ୱ। ମଦନାକୁ ପାଇ ସେ ଏବେ ଖୁସିରେ ଆତ୍ମହରା ହେବ ନା ଦୁଃଖରେ ହଜାଇ ଦେବ ତାର ନିଜର ଆତ୍ମସତ୍ତା। ସେ ଏବେ ସୁଖେଷୁ ବିଗତ ସ୍ପୃହ ଆଉ ଦୁଃଖେଷୁ ଉଦ୍ବିଗ୍ନ ମନା। ସେ ଏବେ ସ୍ଥିତପ୍ରଜ୍ଞ। ହଁ, ନିର୍ମଳା ଏବେ ସ୍ଥିତପ୍ରଜ୍ଞ। ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ। ଧନ୍ୟବାଦ କବି ସଲିଲା ମହାନ୍ତି। ତାଙ୍କର ସେ ବସନ୍ତକୁ ଭିନ୍ନ ଢଙ୍ଗରେ ଦେଖିଛନ୍ତି। ଦୋଳ ମହୋତ୍ସବ ଭିତରେ, ରଙ୍ଗର ହୋଲି ଖେଳ ଭିତରେ, କିନ୍ତୁ ନିମି ଏବଂ ମଦନାର କରୁଣ ଚିତ୍ର, ତାଙ୍କର ଦାମ୍ପତ୍ୟର କରୁଣ ଚିତ୍ର, ପେଟ ପାଇଁ ଯାହାର ପ୍ରତିଦିନ ନାଟ, ସେ ବସନ୍ତକୁ କେତେ ଭୋଗି ପାରିବ, କେତେ ନିକଟରୁ ଦେଖିପାରିବ। ପୁଣି ସ୍ୱାମୀର ଯେତେବେଳେ ସେ ସ୍ୱାମୀକି ଭେଟୁଛି ତାର ଗୋଟେ ହାତ କଟିଯାଇଛି। ତେଣୁ ଅତି କରୁଣ ଭାବରେ ସେ ବସନ୍ତର ବର୍ଣ୍ଣନା କରିଛନ୍ତି। କିନ୍ତୁ ଚମତ୍କାର କବିତା। ବର୍ତ୍ତମାନ ମୁଁ ଅନୁରୋଧ କରିବି ବିଭୂତିଭୂଷଣ ପାଣିଗ୍ରାହୀ ଭାଇଙ୍କୁ, କବି ବିଭୂତିଭୂଷଣ ପାଣିଗ୍ରାହୀ, ସେ ତାଙ୍କର କବିତା ପାଠ କରିବେ। କବି ବିଭୂତିଭୂଷଣ ପାଣି। ଧନ୍ୟବାଦ ସମସ୍ତଙ୍କୁ। ଜୟ ଜଗନ୍ନାଥ। ଆଜିର ଏଇ ସାରସ୍ୱତ ଆସରରେ ଉପସ୍ଥିତ ସମସ୍ତ ଆମର କବି ଏବଂ ସାରସ୍ୱତ ପ୍ରେମୀ ମାନଙ୍କୁ ସାରସ୍ୱତ ପ୍ରଣାମ ଜଣାଉଛି। ମୋର କବିତାର ଶୀର୍ଷକ ହେଲା ସଫଳତା। ଛୋଟ ଏକ ସ୍ୱପ୍ନ ନେଇ ଏଇ ଯେ ଟିକି ଚଢ଼େଇ ନୀଳ ଗଗନ ଯାଇଛି ଛୁଇଁ। ଛୋଟ ଏକ ସ୍ୱପ୍ନ ନେଇ ଏଇ ଯେ ଟିକି ଚଢ଼େଇ ନୀଳ ଗଗନ ଯାଇଛି ଛୁଇଁ। ପୁରା କି ହେବ ସପନ, ଚୁନା କି ହେବ ତା ମନ, ସାର୍ଥକତା କି ପାଇବ ନାହିଁ। କ୍ଷୁଦ୍ର ସେ ମନଟି ସିନା, ଉଡ଼ି ବୁଲେ ସେ ଦୂରେ, ଲଭିବାକୁ ଆଶା ଇନ୍ଦ୍ରଧନୁ। ଛନ୍ଦି ହୁଏ ମାୟା ଜାଲେ, ଆଶା ନିରାଶା ଭ୍ରମରେ, ସ୍ୱପ୍ନ କି ଛାଡ଼ିବ ତା ମନୁ। ଦୃଢ଼ ଏକ ମନ ନେଇ ହତାଶାର ଚିହ୍ନ ନାହିଁ, ସମୁଦ୍ରକୁ ଡେଇଁବା ପାଇଁ। ବିଫଳତା ବାରମ୍ବାର ମନ୍ତ୍ର ହିଁ ସଫଳତାର, ସିଦ୍ଧି ବିନା ଗତି ଅନ୍ୟ ନାହିଁ। ସିଦ୍ଧି ମାତ୍ର ପ୍ରୟାସକେ, ସାଧ୍ୟ କି ସଫଳ କେବେ। ବାରମ୍ବାର ଶ୍ରମ ବିନା ମଧୁ ସଞ୍ଚୟନ ପାଇଁ, ଘୁରି ବୁଲେ ମହୁମାଛି, ଫଳ ଲଭେ ମହୁ ଫେଣା। ବରଷା ଶୀତ ସନ୍ତାପେ, ନିଦାଘର ରୌଦ୍ର ତାପେ, ସୀମାରେ ବୀର ସୈନିକ, ଜିଣି ରୋଗ ବୈରାଗ, ଦିନ ରାତି କରି ଏକ, ଶତ୍ରୁ ଜୟ ଦୃଢ଼ ଲକ୍ଷ୍ୟ। ହାରିବ ନାହିଁ ଜୀବନେ, ଲଭିବ ମୋତି ସେ ଦିନେ, ସଂକଳ୍ପ ଯିଏ ଘେନିବ, ଆଡ଼େଇ ଦେଇ ଅବିଶ୍ୱାସ, ମନେ ତା ଦୃଢ଼ ବିଶ୍ୱାସ, ମନବାଞ୍ଛା ସେ ଲଭିବ। ଦୃଢ଼ ନିଷ୍ଠର ସାହସ, ଶ୍ରମ କି ବୃଥା ହୋଇବ, ସଂଘର୍ଷ ବିନା କି ଯୁଦ୍ଧ ଜିଣିବ। ଅଭାଗା ଭାଗ୍ୟେ ଅସିବ, ଲଭେ ଭାଗ୍ୟବାନ ଶିବ, ଅବଶ୍ୟ କର୍ମ ଫଳ ପାଇବ। ସମସ୍ତଙ୍କୁ ନମସ୍କାର। ଧନ୍ୟବାଦ ବିଭୂତି ଭାଇ। ବିଭୂତିଭୂଷଣ ପାଣିଗ୍ରାହୀ ଆଉ ଗୋଟେ ନୂଆ ଧରଣର କବିତା ପଢ଼ିଲେ। ତାଙ୍କର କବିତାର ଶୀର୍ଷକ ହେଲା ସଫଳତା। ସେ କବିତାଟାରେ ସେ ଆଶାର ବାଣୀ ଶୁଣେଇଛନ୍ତି। ଛୋଟ ଚଢ଼େଇଟିଏ ମଧ୍ୟ ତାର ପରିଶ୍ରମ ବଳରେ ସେ ନିଶ୍ଚିତ ଭାବରେ ତା ସ୍ୱପ୍ନକୁ ପୁରା କରିପାରୁଛି। ମହୁମାଛିଟିଏ କେମିତି ଉଡ଼ି ଉଡ଼ି ବୁଲିକିରି ସେ ମଧୁ ସଞ୍ଚୟ କରୁଛି। ଶେଷରେ ଖରା ବର୍ଷାକୁ ଖାତିର ନ କରି କେମିତି ସୈନିକ ତାର ଯୁଦ୍ଧ କ୍ଷେତ୍ରରେ ରହି ଯୁଦ୍ଧ କରୁଛି। ଏ ସବୁକୁ ନେଇକିରି ସେ ସଫଳତାକୁ ନେଇକିରି ସେ ଆଶାବାଦୀ ଖୁବ୍ ଅଛନ୍ତି। ଧନ୍ୟବାଦ କବି, ଚମତ୍କାର କବିତା। ତାପରେ ଆସିବେ ଭଉଣୀ ବିଜୟଲକ୍ଷ୍ମୀ ପଟ୍ଟନାୟକ। ଫଗୁଣ ଆସିଲା ନାହିଁ, ତାଙ୍କର କବିତା ହେଲା ଫଗୁଣ ଆସିଲା ନାହିଁ। ବିଜୟଲକ୍ଷ୍ମୀ ଅପାଙ୍କର କବିତା ଫଗୁଣ ଆସିଲା ନାହିଁ।
ସମସ୍ତଙ୍କୁ ନମସ୍କାର। ମୋ କବିତାର ଶୀର୍ଷକ ଫଗୁଣ ଆସିଲା ନାହିଁ। 203ତମ ଆଭାସୀ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ନମସ୍କାର ମୋର। ଫଗୁଣ ଆସିଛି ବିଷାଦର ବୃନ୍ଦାବନେ, ଦକ୍ଷିଣା ପବନ ଯାତନା କହୁଛି କାନେ। କଦମ୍ବ ବନରେ ନୀରବ ବଂଶୀ ସ୍ୱନ, ଭ୍ରମର ଦିଏନି ପ୍ରାଣ ଛୁଆଁ ଆଲିଙ୍ଗନ। ମଲ୍ଲି ମାଳତୀ ଗଜରା ହାତରେ ଧରି, କୃଷ୍ଣଚୂଡ଼ାର ଓଠରେ ଚହଟେ ନାଲି। ଚାହିଁବା ପଣମ ରଜନୀଗନ୍ଧା ପରି, ଗଭାରେ ବିଳାସେ ବାସେ ଉଚ୍ଛନ୍ନ କରି। ସେଇ ଖରାବେଳ ସେଇ ଆମ୍ବ ଗଛ ତଳ, ଛନ ଛନି ଆସେ ନିର୍ଜନ କୁଆଁରୀ ବେଳ। ଛାଇ ଲେଉଟାଣି ପୋଖରୀ ତୁଠରେ ବସି, ଚନ୍ଦନ ପରି ଘୋରୁଛି ସ୍ମୃତିକୁ ଘଷି। ହଳଦୀ କାଠୁଆ ଛତି ମାରିଲାଣି ଏବେ, କଜ୍ଜଳ କୁଙ୍କୁମ ହଜିଲାଣି ଓଳି ତଳେ। ଝିଅ ବୋହୂମାନେ ପାର୍ଲର ଯାଆନ୍ତି ଆଜି, ବସନ୍ତ କଣ ନାତୁଣୀ ପଚାରେ ହସି। ବସନ୍ତ ବ୍ୟାଖ୍ୟା କରିକି ପାରିବ କେହି, ପତ୍ର ଝଡ଼ାଏ ଋତୁ ନବ ପଲ୍ଲବରେ। ଅଳପ ଦିନର ଫଗୁଣ ଦାରୁଣ କେତେ, ଅତିଥି ପରିକା ଆସେ ଧରଣୀକୁ ଛୁଇଁ। ତଥାପି ବସନ୍ତ ମଧୁଝରା ମଧୁକ୍ଷରା, ମିଳନ ସ୍ୱପ୍ନ ଦୁରନ୍ତ ଚକ୍ରବାଳ। ଅଥବା ଖରାର ମରିଚିକା ସ୍ୱପ୍ନ ନେଇ, ଗ୍ରୀଷମ ବିଷମ ଫଗୁଣକୁ ଦିଏ ଠେଲି। ଯେଉଁ ଫଗୁଣକୁ ଅପେକ୍ଷା ଜୀବନରେ, ସେ ଫଗୁଣ ଆଉ କେବେ ବି ଆସିଲା ନାହିଁ। ଭରିଦେଲା ଖାଲି ଯାତନାର ଏକ ନଈ, ଶହେ ଶ୍ରାବଣ ମୁଁ ଭୋଗି ସାରିଲିଣି ଗୋଟିଏ ଫଗୁଣ ପାଇଁ। ଚିତ୍ତ ଚୋକରି ଝୁରି ମରେ ସିନା, ଫଗୁଣ ଆସିଲା ନାହିଁ, ଫଗୁଣ ଆସିଲା ନାହିଁ। ଧନ୍ୟବାଦ, ନମସ୍କାର। ଚମତ୍କାର କବି ବିଜୟଲକ୍ଷ୍ମୀ ଅପା। ଫଗୁଣ ଆସିଲା ନାହିଁ କବିତାଟିରେ ସେ ଅତି କେତେଗୁଡେ ସୁନ୍ଦର ସୁନ୍ଦର କଥା କହିଛନ୍ତି। ଚନ୍ଦନ ପରି ସ୍ମୃତିକୁ ଘୋରୁଛି ଘଷି। କଜ୍ଜଳ କୁଙ୍କୁମ ଚାଲିଗଲାଣି, କେମିତି ହଜିଗଲାଣି। ବର୍ତ୍ତମାନ ସମସ୍ତେ ବିୟୁଟି ପାର୍ଲର ମୁହାଁ ହେଇଛନ୍ତି। ନାତୁଣୀ ମଧ୍ୟ ବସନ୍ତର ଅନୁଭବ ଆଉ ତାର ନାହିଁ। ସେ ପଚାରିବ ବସନ୍ତ କଣ ବୋଲିକିରି ପଚାରୁଛି। ଚିତ୍ତ ଚୋକରି ଝୁରି ମରେ, ଫଗୁଣ ଆସିଲା ନାହିଁ। ତେଣୁ ଫଗୁଣ ବିନା ତାଙ୍କର ମନରେ ଯେଉଁ କଷ୍ଟ ଆସିଛି, ଦ୍ୱନ୍ଦ୍ୱ ଆସିଛି, ଦୁଃଖ ଆସିଛି, ସେ ତାକୁ ଅତ୍ୟନ୍ତ ଚମତ୍କାର ଢଙ୍ଗରେ, ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି। ତାପରେ ଆସିବେ ପରବର୍ତ୍ତୀ କବି ରାଜକୁମାର ସୁତାର ଭାଇ। ତାଙ୍କର କବିତା ହେଲା ସ୍ୱପ୍ନଭଙ୍ଗ। ସ୍ୱପ୍ନଭଙ୍ଗର କବିତା ନେଇ ଆସୁଛନ୍ତି ରାଜକୁମାର ସୁତାର। ସମସ୍ତଙ୍କୁ ନମସ୍କାର। ମୋର କବିତାର ଶୀର୍ଷକ ସ୍ୱପ୍ନଭଙ୍ଗ। ଏବେ ବସନ୍ତ ଆସିଛି, ସେବେ ବି ଆସୁଥିଲା, କିନ୍ତୁ ସେଦିନର ବସନ୍ତ ଥିଲା କେତେ ଭିନ୍ନ। ଆଜି 50 ବର୍ଷ ପରେ ସେଇ ସ୍ମୃତି ଉଖାରି ବସିଲେ, ରୋମାଞ୍ଚିତ ହୁଏ ଦେହ ମନ। ଆଦ୍ୟ ବସନ୍ତର ପ୍ରଥମ ମେଳାରେ ଖଣ୍ଡଗିରି ଉପରର ଜୈନ ମନ୍ଦିରରେ, ଦିଗମ୍ବର ଜୈନ ମୂର୍ତ୍ତିକୁ ଚାହିଁ ତୁମେ ଦେବେ ପଚାରିଥିଲ, ଏ ମୂର୍ତ୍ତିଟି ସୁନ୍ଦର ହେଇଛି ନା? ମୁଁ ଅତି ସନ୍ତର୍ପଣରେ ଉତ୍ତର ଦେଇଥିଲି, ହଁ ଟିଏ କହି। ତା ପରଦିନ ମୋ ପଢ଼ା ଟେବୁଲ ପାଖରେ ମୋତେ ଆଉରି ପଚାରିଥିଲ, ଉଦ୍ଭିଦର ପରାଗ ସଙ୍ଗମ ଠାରୁ ଆରମ୍ଭ କରି ମହିଷାସୁର ଆଗରେ ଦଶଭୁଜାଙ୍କ ଉଗ୍ର ରୂପ ପର୍ଯ୍ୟନ୍ତ। ଆଉ ମୁଁ ଉତ୍ତର ଦେଇ ଚାଲିଥିଲି ବାଧ୍ୟ ଛାତ୍ରଟି ପରି। ବହୁ ବର୍ଷ ପରେ ଏବେ ଯେବେ କୁମ୍ଭମେଳାରେ ଖଣ୍ଡଗିରି ଗଲି, ମନେ ପଡ଼ିଗଲା ସେଦିନର ସ୍ମୃତି। ତୁମ ପ୍ରଶ୍ନ ସବୁର କାରଣ ଅନୁମାନ କରି ମୋ ମନ ପ୍ରାଣ ଚହଲି ଉଠିଲା ଏକ ନିର୍ବାକ ଦୁର୍ବଳତାରେ ତୁମ ପ୍ରତି। ମନ ମୋର ଛଟପଟ ହେଲା, ଥରେ ମାତ୍ର ତୁମ ସହ ଦେଖା ହୁଅନ୍ତା କି। କିନ୍ତୁ ସ୍ୱପ୍ନ ମୋର ଭାଙ୍ଗିଗଲା। ଅନତି ଦୂରରୁ ଧର୍ମପତ୍ନୀ ମୋର ଡାକ ଦେଲେ, ଆସୁଛ ନା ନାହିଁ? ସଞ୍ଜ ଆସିଗଲା। ଧନ୍ୟବାଦ। ନମସ୍କାର ରାଜକୁମାର ସୁତାର ଭାଇ। ବାଡେଇ ନାହାନ୍ତି। କବିତାଟିଏ ସ୍ୱପ୍ନ ଭଙ୍ଗ ନେଇକିରି। ଏମିତି ମଣିଷ ଜୀବନ ସାରା ସ୍ୱପ୍ନ ଦେଖୁଥାଏ। ସ୍ୱପ୍ନ ବାସ୍ତବତା ଠାରୁ ସତରେ ବହୁତ ଦୂରରେ। ମନେ ମୁଁ ପଡେ ବେଳେ କାହିଁ ବେଳେ ଲେଖିଲି ନାହିଁ ବୋଲି ଭାବୁଛି। ଆଜ୍ଞା। ସ୍ମୃତିକୁ ଛାଡିକି ତ ବଞ୍ଚିବା ବି ସମ୍ଭବ ନୁହେଁ।
तापरे आमर परवर्ती कवि रेवती देवी तांकर कवितार शीर्षक है बसंत। कवि रेवती देवी बर्तमान आसबे कवि रेवती देवी तांकर कवितार शीर्षक है बसंत। आमे देखिबा बसंत को नहीं से तांकर आभिमुख्य केमती रखुछंती। कवि रेवती देवी देलु ए आसिलो मैडम टिके वीडियो टा ऑन करिवे। हां हां उठाओने तो ऐसे जय जगन्नाथ आज्ञा शुभुची। हेलो शुभुची आज्ञा आज्ञा जय जगन्नाथ। आज कविता आश्रय रे समस्त कवि तथा सारस्वत प्रेमी को मोर आंतरिक अभिनंदन एवं नमस्कार। मोर कवितार शीर्षक बसंत। हाड़ भंगा जाड़ नेइछि विदाय बसंतर आगमने प्रकृति राणीर मनलोभा शोभा पुलक जगाए प्राणे कुहू कुहू ताने कोइली गाउछि मंद मलय बहुछि आंब बौलर मह मह बास प्राणे सिहरण तोलुछि। उत्तरायण को फेरिछंती सूर्य शिशिरर सत्ता हजिछि जले लुचिथिबा पद्मिनी सुंदरी एबे मृदु मृदु हसुछि। नव किशोलये कि सुंदर दिशे चतुर्पार्श्व वृक्ष जगत सरग पुरीर अमरावती की ओह्लाई आसीछि मोरत जीव जगत सते की उन्मत त्राही पाई वर्षा शीतरु शीतर प्रकोप एबे आउ नाही ऋतु सम्राटଙ୍କ भयरु बरसके थरे धरा को आसंती ऋतुराज अति सरागे ठाट बाट सह राजुती करंती स्वागत करंती सरवे अनायासे पुणी सरी जाइथाए दुईटी मासर अवधि चिरस्थायी नुहे किछि ए संसारे ये तो नियति विधि। जय जगन्नाथ धन्यवाद। धन्यवाद तानो आंब बौलर सुबास सुंदरी पद्मिनी हसुछि स्वर्गपुरर अमरावती सते जेपरी ओह्लई आसीछि ऋतुराज का भयरे केमती शीत आत्मगोपन करिछि तथापि ये मध्य चिरस्थायी नुहे से पुणी सूचई देइछंती। धन्यवाद कवि। बर्तमान आमर समस्त कविता प्राय शेष हो जाइछि। बर्तमान शेष रे मोर कविताटी मु पढुछि। मोर कवितार शीर्षक हला मधुकाळ। समस्त को पुणी थरे नमस्कार। जय जगन्नाथ। मुग्ध मधुकाळ मधुर मंजुळ मधु स्निग्धा मधु झरा मधु कर मन सुमन चुंबन प्रीति लाभे आत्महरा। मुग्ध मधुकाळ मधुर मंजुळ मधु स्निग्धा मधु झरा मधु कर मन सुमन चुंबन प्रीति लाभे आत्महरा। च्युत बकुलर छाया अंधकार कोकिल कुजन मग्न फगुण श्रृंगार ललित विभर सृष्टि पालन विधान। सुना गोरी तनु पातली अधरे काम लीला मनोहरा मधुकर मन सुमन चुंबन प्रीति लाभे आत्महरा। नव मुकुलित तरु विलोभित नव अभिलाषे तोष जीवन जिज्ञासा शेषहीन तृषा तृप्त विभावरी शोष। चंद्रातप तले मलय हिल्लोळे सिंजिनी सिंजित धरा मधुकर मन सुमन चुंबन प्रीति लाभे आत्महरा। मोतनु मंदिरे काम पंचसरे कुहू किनी केही जणे गोपन रे आहा लगाइछि निया उन्मादित सिंहरणे। केउ स्वप्नपुरी चपला किशोरी चलाए छातीरे छुरा मधुकर मन सुमन चुंबन प्रीति लाभे आत्महरा। मधुकर मन सुमन चुंबन प्रीति लाभे आत्महरा। समस्त को धन्यवाद। जय जगन्नाथ।
ବର୍ତ୍ତମାନ ଧନ୍ୟବାଦର ପର୍ବ। ବର୍ତ୍ତମାନ ଅନୁରୋଧ କରିବି ଧନ୍ୟବାଦ ଦେବେ। ଭାଇ ଧନ୍ୟବାଦ ଦାୟିତ୍ୱ ଡକ୍ଟର ହରପ୍ରସନ୍ନ ଦାସ। ହର ଭାଇଙ୍କୁ ବର୍ତ୍ତମାନ ହରପ୍ରସନ୍ନ ଦାସକୁ ଅନୁରୋଧ କରୁଛି, ସେ ଧନ୍ୟବାଦ ପର୍ବକୁ ଆଗେଇ ନେବେ। ହର ଭାଇ। ନମସ୍କାର, ଜୟ ଜଗନ୍ନାଥ। କମଳ କୁମାରୀ ଭଉଣୀ, ଆମର ଏଜେଣ୍ଡାରେ ଧନ୍ୟବାଦ ନାହିଁ, ଏଇଟା ଅଛି ଶେଷ ସ୍ପର୍ଶ। ହର ଭାଇ ଗୋଟେ କବିତା ପଢନ୍ତୁ। ଶୁଣନ୍ତୁ, ଆମେ କାହାକୁ ଏଠୁ ଧନ୍ୟରୁ ବାଦ ଦଉନୁ ତ, କାରଣ ଯେହେତୁ ସଂଯୋଗ ନିଆରା, ଏଇଟା ହଉଛି ଶେଷ ସ୍ପର୍ଶ। ତେଣୁ ଶେଷ ସ୍ପର୍ଶରେ ହଉ। ଆଚ୍ଛା ହଉ, ବିଜୟଲକ୍ଷ୍ମୀ ଭଉଣୀ ଯେତେବେଳେ କହିଲେଣି ଏଇଟା ତ ନିଶ୍ଚୟ ମାନିବାକୁ ପଡିବ, ନହେଲେ କୋଉଠି କଣ ପୁଣି ହେଇଯିବ ଅସୁବିଧା, ତେଣୁ ମାନିବି। ଆଚ୍ଛା ହଉ। ସଂଯୋଗର ଥିଲା ଆଜି, ସଂଯୋଗର ଥିଲା ଆଜି କବିତା ଶିବିର, 7 ଭଉଣୀଙ୍କ ସହ 8 ଭାଇଙ୍କର ଥିଲା ଆସର। ଏଇ ସଂଯୋଗରେ 15 ଭାଇ ଭଉଣୀ ମନ ଖୋଲି ଦେଲେ, କବିତାର ଝରଣା ବୁହାଇ, କବିତାର ଝରଣା ବୁହାଇ। 7 ଭଉଣୀଙ୍କ ସହ 8 ଜଣ ଥିଲେ ଭାଇ। ଭଉଣୀ ତରୁଣ ବାଳାଙ୍କ ଠାରୁ କମଳ କୁମାରୀ, ବିଜୟଲକ୍ଷ୍ମୀଙ୍କ ଠାରୁ ବୀଣା ପାଣି, ଶୈଳାଙ୍କ ଠାରୁ ମନୋରମା ଅପାଙ୍କ ସହ ରେବତୀ ଭଉଣୀ, ମନ ଖୋଲି ମନ କଥା ବସନ୍ତ ଫଗୁଣ ସବୁ ଦେଲେ ବଖାଣି। କାହାକୁ କହିବି ତାର କାହାଣୀ, ଏତ ସଂଯୋଗର କବିତା ଶିବିର, ଜମି ଯାଇଥିଲା କବିଙ୍କ ଆସର। ଭାଇ ପ୍ରଭାତ ନନ୍ଦଙ୍କ ଠାରୁ ବିଜୟ ଦାସ, କାହ୍ନୁ ଚରଣଙ୍କ ଠାରୁ ବିଭୂତି ଭୂଷଣ, ଶୁଭେନ୍ଦୁ ଦାସଙ୍କ ଠାରୁ ହେମନ୍ତ ଦାସ, ରାଜକୁମାରଙ୍କ ଠାରୁ ଶୁଭେନ୍ଦୁ ଶେଖର। କାହିଁ କେତେ ଆଡୁ ଆଣି କବିତାର ପାଣି, ସୃଷ୍ଟି କରିଦେଲେ ଏଠି ନୀଳସାଗର, ଶୁଭେନ୍ଦୁ ଶେଖର। 15 କବିଙ୍କର 15 କବିତାର ଶୋଭାଯାତ୍ରାରେ ହଜିଗଲା ଏଇ ହରପ୍ରସନ୍ନ। ଏବେ କିନ୍ତୁ ବେଳ ହେଲାଣି ଶେଷ ସ୍ପର୍ଶ ଦେବା ପାଇଁ, ମନ ହେଲାଣି ଉଚ୍ଛନ୍ନ, ଆରେ ହରପ୍ରସନ୍ନ। ହେଲା, ଧନ୍ୟ ଆଶୁ କବି, ଧନ୍ୟବାଦ। ବହୁତ ବଢିଆ ବହୁତ ବଢିଆ ଭାଇ, ବହୁତ ବଢିଆ। ଆଶୁ କବି ହବ, ହର ଭାଇ ଆଶୁ କବି। ଆଉ ମତେ ଖୁସି ଲାଗୁଛି ସବୁ 15 ଜଣ ଭାଇ ଭଉଣୀଙ୍କ ନାଁ ଟାକୁ ପୁରା ମନ ଭିତରେ ରହିଯାଇଛି, ଗୋଟିଏ ପରେ ଗୋଟିଏ, କୋଉଠି ଭୁଲ ଭାଲ ହେଇନି, ବାଡ ଗୋଟିଏ ବି ପଡିନଥାନ୍ତା। ନାଇଁ, ଭୁଲ ହେଇନି, ଭୁଲ ହେଇନି। ଯାହା ହଉ, ସେ ବିଜୟଲକ୍ଷ୍ମୀ ଅପାର ସେଇ ସ୍ନେହ ସଦା ସବୁବେଳେ ଭଉଣୀର। ଶୁଭେନ୍ଦ୍ର ଜାଗାରେ ଶୁଭେନ୍ଦୁ କହିଦେଲେ, ଜଣେ ଭାଇ ଶୁଭେନ୍ଦୁ, ଶୁଭେନ୍ଦ୍ର ଅଛନ୍ତି ନା, ଜଣେ ଶୁଭେନ୍ଦ୍ର ଜଣେ ଶୁଭେନ୍ଦୁ, ଆଉ ଜଣେ ଦି ଜଣ ଅଛନ୍ତି, ଠିକ କହିଛନ୍ତି। କରେକ୍ଟ। ଆଚ୍ଛା, ସବୁଠୁ ବର୍ତ୍ତମାନ ଆସିବା ଆମେ ଆମର ଯୋଉ ଶେଷ ସ୍ପର୍ଶକୁ। କବିତା ତ ପଢା ହେଇଗଲା, ଖାଲି ଗୋଟିଏ କଥା ହେଲା ଯେ ଟେକ୍ନିକାଲି କହୁଛି ଯେ ଆମର ସଂଯୋଗ ସବୁବେଳେ ଗୋଟେ ବିଶିଷ୍ଟ। କାରଣ ଦେଖନ୍ତୁ, ଆମର କବି ଥିଲେ ଆଜି 15, କବି ଥିଲେ 15, ଆଉ ଶେଷ ସ୍ପର୍ଶରେ ମୁଁ 16, ଟେକ୍ନିକାଲ ଏକ୍ସପର୍ଟ ଥିଲେ ଆମର ସୁସ୍ମିତା ମ୍ୟାଡାମ 17 ଜଣଙ୍କୁ ଛାଡିଥିଲେ, ଆଜି ଖାଲି 27, 28, ମାନେ ଆମ ଶ୍ରୋତା ଥିଲେ 10 ଜଣ। ଏଭଳି ସୃଷ୍ଟିରେ କୋଉଠି ନଥିବ, କବି ଥିବେ ସେ 15 ଜଣ, ଶ୍ରୋତା ଥିବେ 10 ଜଣ। ତେଣୁ ପ୍ରଥମେ ମୁଁ ସେଇ ଶ୍ରୋତା ମାନଙ୍କୁ, ଯୋଉ 10 ଜଣ ଶ୍ରୋତା ଥିଲେ ଏପର୍ଯ୍ୟନ୍ତ ରହିଛନ୍ତି, କେହି ଯାଇନାହାନ୍ତି, ମୁଁ ତାଙ୍କୁ ଆମର ସଂଯୋଗ ତରଫରୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି, ସାଧୁବାଦ ଜ୍ଞାପନ କରୁଛି, ନମସ୍କାର କରୁଛି। ଜଗନ୍ନାଥ ତାଙ୍କର ମଙ୍ଗଳ କରନ୍ତୁ, କାରଣ ଶ୍ରୋତା ବିନା କବିତା ଆସରର ଆଉ କିଛି ତାର ମୂଲ୍ୟ ନଥାଏ।
ये गोटे कथा आउ द्वितीय कथा हला जे आजी टिके व्यतिक्रम था सब बेले आमर विभूति भाई ओपनिंग बैट्समैन से आरंभ करती आज किंतु देखा बेलू आमर राजकुमार सुतार भाई आरंभ कले एवं बढ़िया बागे ओपनिंग बैट्समैन होकर आरंभ हला तांको भी आमर संयोग आम तरफ तांकर भी कृतज्ञता ज्ञापन करुचे सब हस हस मुह से हस ही एक कविता तापरे आमर प्रोफेसर मैडम कमल कुमार दास जो भाव में आरंभ कले व्याख्या देले खाली मधु 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 रे चलला जे मनटा भी मधु हो गला खुशी गला प्रभु रखि था भलरे भी कृतज्ञता ज्ञापन करुची एवं ए 15 जन कवि आउ गोटे कथा आमर विजयलक्ष्मी अप जानते अन्य जानते आम जेनेल जो साहित्य हुए कविता पाठोत्सव हुए सेठी कौन हुए जे गोटे कवि पढ़िला कविता से टुंगिन धरिक पड़ेब लास्ट को देखा कोई कवि नथिबे खाली जे कविता संचालन करते कविता पर सी बसते आउ ऑर्गेनाइजर बसते जे कबाड़ किंतु आज जहाँ आम 15 जन कवि अच्छा कहीं छाड़ी ना से संजोगर वैशिष्ट्यता आउ ये है आउे आमर टेक्निकल आमर कहली माने आमर जो माने श्रोता अटेंड करथिले जो माने अटेंड भी करी नाहंती किंतु जानी थिले अटेंड करियो बोली मन रे भाबी थिले कोनोसी कारणवशत अटेंड करनांती तांको भी आमे साधुवाद दबा तांको भी कृतज्ञता ज्ञापन करे जाउ से मन भितर भाबिचो आउ के जण माने देखिचंती किंतु इच्छा नथिला से आसचंती हम तो 130 मेंबर अछते ना आम तो मात्र कवि 15 से तो 10 हेले कवि 15 मु 16 टेक्निकल 17 आ 10 27 हेले तेणु से भी धन्यवाद जो मैंने आसते कारण आम मन भितर भाई 30 हेबे काई ना मो हस्बैंड बसचंती आपण को मिसेस बसथिबे आ सुतार भाई को मिसेस बसथिबे तेणु आमे सब 30 होबा हौ ठीक हला 30 मु ताको छात ऊपर को पठे देइची हां ओहो अच्छा जरा छात छात ऊपर माडो खाइबे नइथिले माडो खाइथांते आ को हां हां से जा हौ माड़ खाइबेनी विजय दास जो दने अदा फोपाड़ी देले से जो सुकुआ को हां आ बिलेई नहीं चली गला से फोपाड़ीबा ताकर मन दुख नु बिलेई नहीं गला सुकुआ विजय भाई खाई पारिबे सेटा मन दुख अच्छा हौ तेणु हला तेणु जा हौ कहले 30 15 15 को 15 ठीक अछि खुशी तेणु हमर समस्त धन्यवाद समस्त ज्ञान पता खाली गोटे हला शेष रे कहिबी जे आज जो भली भाबरे आज एई बयस रे समस्ते 70 एभव जो माने आज कविता पढ़िछथि जदि के जण दि जण 70 तळको थिबे कोन ता भितरे से माने गोटे सृष्टि करि पारिछथि मन भितरु गोटे आनी पड़छथि माने आवेग करे पूरा मनोमा भणी पूरा राग देइकरी बोलिले जो भळे पारे এই जो समावेश এই जो संगोष्ठी এই जो गोटे एकाग्रता এই जो मन मिलना से आनंद कोठ मिलिबो टंका देले मिलिबो नाही आपण समस्त जानिछथि जनरक्षण तेणु संजोग एई भळे भाबरे चली थाउ समस्ते एई भଳି भाबरे आसुथांतु जोग देउथांतु मनरे आनंद करूथांतु मन खोली कहूथांतु मनरे किछि आबिरता न रहू मन खोला खोला मन खोला हृदय रे सेति अनुरोध करछि पूर्ण थेर समस्त पाखे भाई मोर गोटा सेंटेंस कहबार अछि आज्ञा मोर गोटा सेंटेंस कहबार अछि हां कोन मोर मन भारी दुख सुतार सानकर प्रेम कथा सुनी स्वप्न देखी मु भाबिली जे मु काहे के भाग न नेली बढ़िया कथा आपण दी जण प्रेमी जुगल भाग नवा निहाती दरकार थिला आसंता कविता पाठ तो आपण प्रेम कविता टी पढिबे आगुरु साब नाही आगुरु गाडी सुनिया पई साब प्रस्तुत हेकी सी जेतेबेले जहाँ पढ़ुवा कहते सब भीतर तो प्रेम थाए ना प्रेम नथिले ठेंगा माड़ा कोठी आसीबो से गोटा ठेंगा धरी बुलंत तेणु ए देखुना बर्तन थसई किनी पसी गले एई तो प्रेम कविता ना आ नथ कोन करछि तेणु पुणी थरे मु आपण समस्त को अनुरोध करछि आ स्पेशली आशीर्वाद करूछि हमर सुस्मिता मैडम को ये धैर्य धरी लिंक खोलुचंती बसुचंती रेकर्डिंग करूचंती बंद करूचंती पर रेकर्डिंग टाकू भी पठाउचंती से गुडा को तांको भगवान आशीर्वाद करूछि तांकर देह बल भल थाउ पुणी थरे समस्त को आ विशेष विशेष कृतज्ञता ज्ञापन राजकुमार सुतार भाई मु नाही नाही रे तांकर हां हां मु नाही नाही रे तांकर हां हां मना करथिल मते कर नाही नाही आपण करबे जाहो मडि हो नमस्कार भाऊ भाई बहुत बहुत धन्यवाद आपण तो सब कथा नियारा जरा हटके आपण भाषा रे एते सुंदर आपण संगे संगे कविता जोड़ी देले आ एते कहि कि समस्त मुग्ध करे देले बहुत बहुत धन्यवाद
ଆଉ ଆପଣଙ୍କଠୁ ପ୍ରେରଣା ପାଇକି ତ ଆମେ ଚାଲିଛୁ। ଆମର ଯୋଉ ହସ, ସେ ହସର ଉତ୍ପତ୍ତି ସ୍ଥଳ ହଉଛନ୍ତି ଆପଣ। ବହୁତ ବହୁତ ଧନ୍ୟବାଦ। ସମସ୍ତଙ୍କ ତରଫରୁ ଆପଣଙ୍କୁ କୃତଜ୍ଞତା ଜଣାଉଛି। ସମସ୍ତଙ୍କୁ ନମସ୍କାର। ହଁ ରାଜକୁମାର ଏବେ ଭାଇଙ୍କୁ ଏଇଠି ବିଶେଷ ରହିବା। ହଁ, ଆଜି ପାଇଁ ଏଇଠି ରହିବା। ଆମର ପରବର୍ତ୍ତୀ ୱେବିନାର 24 ତାରିଖରେ ପୁଣି ଏକାଠି ହେବା ଏଠି। ନମସ୍କାର। ସଂଯୋଜନା ମଧ୍ୟ ଚମତ୍କାର